ତ ତୁମେ ପରମ ତୁମେ ମର୍ତ୍ତ୍ୟକୁ ଧୂଳିରେ ଲୀନ କରୁଅଛ, ପୁଣି କହୁଅଛ, ହେ ମନୁଷ୍ୟ ସନ୍ତାନ ଗଣ, ଫେର ପ୍ରଭାତରେ ଆମମାନଙ୍କୁ ତୁମ ଦୟାରେ ତୃପ୍ତ କର, ତହିଁରେ ଆମମାନେ ଯାବଜୀବନ ହୃଷ୍ଟ ଓ ଆନନ୍ଦିତ ହେବା। ପ୍ରଭୁ এই ପଠିତ ବାକ୍ୟରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ ଦିଏ ଯାକବ ଆଜ୍ଞାଙ୍କୁ ଅତି ସୁନ୍ଦର ଭାବରେ ମଧ୍ୟସ୍ଥ ପ୍ରାର୍ଥନାରେ କଢେଇ ନେଲେ। ପୁଣି ଆଜି ଯୋଉମାନେ ପ୍ରାର୍ଥନାର ଯୋଦ୍ଧା ସାଜି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଅଛନ୍ତି, ଆମମାନଙ୍କର ପ୍ରାର୍ଥନା ଶ୍ରବଣକାରୀ ପରମେଶ୍ୱର ନିଶ୍ଚୟ ଆମମାନଙ୍କର ପ୍ରାର୍ଥନା ଶୁଣି ଆଗାମୀ ଦିନ ମାନଙ୍କର ଉତ୍ତର ଦେଇ ଗୌରବ ପାଇବେ, ଏହି ବିଶ୍ୱାସ ଭରସା ରଖି ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପୁଣି ଯୋଉମାନେ ଏହି ସମୟରେ ଯୋଗ ଦେଇଛନ୍ତି ପ୍ରତ୍ୟେକଙ୍କୁ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଧନ୍ୟବାଦ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ପ୍ରେଜ ଦ ଲର୍ଡ ଜଣାଇ ପୁଣି ଆଜିର ଏହି ପ୍ରାତଃ ଉପାସନାରେ ସମସ୍ତଙ୍କୁ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସ୍ୱାଗତ ଜଣାଇ ପ୍ରତ୍ୟେକଙ୍କୁ ମୋର ନମସ୍କାର। এই ସମୟରେ ଆସନ୍ତୁ ଆମେ ଆରାଧନା ମାଧ୍ୟମକୁ ଯିବା। ଆମମାନଙ୍କ ମଧ୍ୟରେ ଏଷ୍ଟର ରାଣୀ ବେହେରା ସିଷ୍ଟର ଅଛନ୍ତି। ମୁଁ ପ୍ରଭୁ ଯୀଶୁଙ୍କ ମଧୁମୟନେ ଆହ୍ୱାନ କରି ଆଗକୁ ଆସିବେ, ପୁଣି ଆରାଧନା ଦ୍ୱାରା କଢେଇ ନେବେ। ସିଷ୍ଟର ପ୍ରେଜ ଦ ଲର୍ଡ। ଏଷ୍ଟର ରାଣୀ ବେହେରା ସିଷ୍ଟର ପ୍ରେଜ ଦ ପ୍ରେଜ ଦ ଲର୍ଡ ଆଜ୍ଞା। ସମସ୍ତଙ୍କୁ ମୋ ଆବାଜ ଆସୁଛି? ଟିକେ କହିଦେବି। ଥ୍ୟାଙ୍କ ୟୁ। ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକଙ୍କୁ ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସର୍ବପ୍ରଥମେ ପ୍ରେଜ ଦ ଲର୍ଡ ଜଣାଏ। ଆଉ ବଡ ମାନଙ୍କୁ ସମସ୍ତଙ୍କୁ ମୁଁ ନମସ୍କାର ଜଣାଉଛି। ତା ସଙ୍ଗେ ସଙ୍ଗେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୁଁ ଧନ୍ୟବାଦ ଦିଏ ଯେ ଏଇ ପ୍ରଭାତ ଆଜିର ପ୍ରଭାତ ଦେଖାଇଲେ, ଆଉ ତାଙ୍କର ଆରାଧନା କରିବାର ସୁନ୍ଦର ସୁଯୋଗ ଦେଲେ। ଆଉ ପ୍ରତ୍ୟେକ ମେମ୍ବର୍ସ ମାନଙ୍କୁ ମୁଁ ଧନ୍ୟବାଦ ଦଉଛି। ଆଉ ଆସନ୍ତୁ ଆମମାନେ ଆଉ ବିଳମ୍ବ କରିବାନି, ଆଜିର ଦିନ ପାଇଁ ଆଜିର ସମୟ ପାଇଁ ପ୍ରଭୁଙ୍କୁ ଆରାଧନା ଦବା। ଆଉ ସମସ୍ତେ ଯିଏ ଯୋଉ ସ୍ଥାନରେ ଥିଲେ ମଧ୍ୟ ଆମେ ସମସ୍ତେ ପ୍ରଭୁଙ୍କ ଠାରେ ଏକ, ଆଉ ସମସ୍ତେ ମୋ ସାଙ୍ଗେ ଆରାଧନାରେ ସେମାନେ ମଧ୍ୟ ଗୀତ ଗାଇବେ। ସମସ୍ତେ ଆମେ ଜାଣିଛୁ ଏ ମେରେ ମନ ପ୍ରଭୁ କି ତୁ ଆରାଧନା କର, ସେ ଗୀତଟି ଆମେ ଗାଇବୁ। ए मेरे मन प्रभु की तू आराधना कर, क्योंकि वो भला है। ए मेरे मन प्रभु की तू आराधना कर, क्योंकि वो भला है। उपकार किए हैं तुझ पर जब तूने नहीं जाना, फिर भी गले लगाया, क्योंकि यीशु भला है। उपकार किए हैं तुझ पर जब तूने नहीं जाना, फिर भी गले लगाया, क्योंकि यीशु भला है। ये मेरे मन प्रभु की तू आराधना कर, क्योंकि वो भला है। जब जा रहा अंधकार से हाथ पकड़ कर चलाया, ले आया उजियाले में, क्योंकि यीशु भला है। जब जा रहा अंधकार से हाथ पकड़ कर चलाया, ले आया उजियाले में, क्योंकि यीशु भला है। ये मेरे मन प्रभु की तू आराधना कर, कि वो भला है। विश्वासहीन था तू, विश्वास तुझे दिलाया, अपना प्यार जताया, क्योंकि यीशु भला है। विश्वासहीन था तू, विश्वास तुझे दिलाया,
अपना प्यार जताया, क्योंकि यीशु भला है। मेरे मन प्रभु की तू आराधना कर, क्योंकि वो भला है। ए मेरे मन प्रभु की तू आराधना कर, वो भला है। हालेलुया। ଆମ ମାନେ ସମସ୍ତେ ଗାଇବା। ଆଉ ମତେ ବହୁତ ଭଲ ଲାଗେ ବଡ ମାନେ ଆମର ଉପାସନା ସଙ୍ଗୀତରୁ ଗାଆନ୍ତି ଦୀପର ଆମର ଗିର୍ଜା ଯେତେବେଳେ ହୁଏ। ଆଉ ମୁଁ ଆଜି ସେଇଥିରୁ ଆପଣ ମାନଙ୍କୁ ଗୋଟେ ଉତ୍ସାହ କରି ଗୋଟେ ଗୀତ ଗାଇବାକୁ ଚାହୁଁଛି। ଆଉ ସମସ୍ତଙ୍କ ଜୀବନରେ କିଛି ନା କିଛି ଚିନ୍ତା କଷ୍ଟ ଆଜି କଣ କରିବା। ଆଉ ଏ ଗୀତଟି ମୁଁ ସମସ୍ତେ ଯୋଉମାନେ ଆଜି ସେ ଚିନ୍ତାର ଭାରରେ ଅଛନ୍ତି ସମସ୍ତଙ୍କ ପାଇଁ ଗାଇବାକୁ ଚାହୁଁଛି। ଆଉ ସମସ୍ତେ ପ୍ରଭୁଙ୍କ ନିକଟରେ ସମର୍ପିତ ହବା, ନିଜକୁ ସମୀକ୍ଷା କରିବା ଏଇ ଗୀତ ଗାଇକି। ମନ ଚିନ୍ତା କି ପାଇଁ ସୃଷ୍ଟିକର୍ତ୍ତା ଚିନ୍ତୁଛନ୍ତି ନିତ୍ୟ ମୋ ପାଇଁ। ମନ ଚିନ୍ତା କି ପାଇଁ ସୃଷ୍ଟିକର୍ତ୍ତା ଚିନ୍ତୁଛନ୍ତି ନିତ୍ୟ ମୋ ପାଇଁ। ଯେ ମତେ କରିଲେ ସୃଷ୍ଟି ରଖିଛନ୍ତି ଦୟା ଦୃଷ୍ଟି ଦିବାନିଶି ମୋର ପ୍ରତି ଜାଣ ମୁଁ ସୃଷ୍ଟିକର୍ତ୍ତା ଚିନ୍ତୁଛନ୍ତି ନିତ୍ୟ ମୋ ପାଇଁ। ମୋର ମଙ୍ଗଳ କାରଣ ଯାହାଟି ପ୍ରୟୋଜନ ତାଙ୍କ ଇଚ୍ଛାରେ ପ୍ରଦାନ କରନ୍ତି ସେହି। ସୃଷ୍ଟିକର୍ତ୍ତା ଚିନ୍ତୁଛନ୍ତି ନିତ୍ୟ ମୋ ପାଇଁ। ଜନ୍ମ କାଳୁ ଏପର୍ଯ୍ୟନ୍ତ ଯାହାଙ୍କ ଦ୍ୱାରା ରକ୍ଷିତ ଭବିଷ୍ୟତେ ସେ ନିତାନ୍ତ ଭୁଲିବେ ନାହିଁ। ସୃଷ୍ଟିକର୍ତ୍ତା ଚିନ୍ତୁଛନ୍ତି ନିତ୍ୟ ମୋ ପାଇଁ। ତାଙ୍କ ଠାରେ ଆଶ୍ରା ନେଇ ନୁହିଁଛି ନିରାଶ କେହି, ତେବେ ବ୍ୟର୍ଥରେ କି ପାଇଁ ଚିନ୍ତିତ ମୁହିଁ। ସୃଷ୍ଟିକର୍ତ୍ତା ଚିନ୍ତୁଛନ୍ତି ନିତ୍ୟ ମୋ ପାଇଁ। ଚିନ୍ତା କରି ସବୁ ଭାର ନ ଦେଇ ପ୍ରଭୁ ପ୍ରିୟର ପାଇଛି କେହି ମଙ୍ଗଳ ଜାଣୁ କି ତୁହି। ସୃଷ୍ଟିକର୍ତ୍ତା ଚିନ୍ତୁଛନ୍ତି ନିତ୍ୟ ମୋ ପାଇଁ। ସର୍ବ ଚିନ୍ତା ପରିହରି ପ୍ରଭୁରେ ନିର୍ଭର କରି ସେବି ପଦ ତାଙ୍କରି ନିଶ୍ଚିନ୍ତ
होई सृष्टिकर्ता चिन्तुछु नित्य ମୋ ପାଇଁ ମନ ଚିନ୍ତା କିମ୍ବା ସୃଷ୍ଟିକର୍ତ୍ତା ଚିନ୍ତୁଛନ୍ତି ନିତ୍ୟ ମୋ ପାଇଁ। ମୁଁ ଜାଣିନି ଯେତେବେଳେ ପ୍ରାତଃ ସମୟରେ ମୁଁ ଉଠିଲି ମୋ ମନରେ ଖାଲି ଗୋଟେ ଗୀତ ହିଁ ଆସୁଛି, କଣ ପାଇଁ ମୁଁ ଜାଣିନା। ହୁଏତ ଆମମାନେ ଆଉ କିଛି ଦିନ ପରେ ଆମେ ଦୁଃଖ ଭୋଗ ସପ୍ତାହରେ ପ୍ରବେଶ କରିବା, ପ୍ରଭୁଙ୍କର ସେଇ କୃଷ୍ୟ ମୃତ୍ୟୁ ଭୋଗକୁ ଆମେ ପ୍ରତ୍ୟେକ ଆଜି ସ୍ମରଣ କରିବା। ଆଉ ମୁଁ ଯେତେବେଳେ ଉଠିଲି ଗୋଟେ ଗୀତ ହିଁ ଆସୁଛି, ଝୁଲିଲ ମୋ ପାଇଁ। ପ୍ରତ୍ୟେକ ସମର୍ପିତ ହେଇ ପ୍ରଭୁ ଯେ ଆମମାନଙ୍କ ପାଇଁ କଣ କରିଅଛନ୍ତି ତାହା ସ୍ମରଣ କରି ଗୋଟେ ଗୀତ, ଆଉ ଗୀତର ପଦକୁ ଆଉ ତାର ଶେଷ ପଦ ମୁଁ ଗାଇବି, କେବଳ ଶେଷ ପଦ ମୁଁ ଗାଇବି। ଆଉ ସମସ୍ତ ମୋ ସାଙ୍ଗେ ସମର୍ପିତ ହବା ଆଉ ପ୍ରଭୁଙ୍କର ସେଇ କୃଷି ମୃତ୍ୟୁ ଭୋଗକୁ ସ୍ମରଣ କରିବା। ସହିଲ ହେ କେତେ କଷଣ ନାହିଁ କାହିଁ ପ୍ରେମ ଏ ସନ ସହିଲ ହେ କେତେ କଷଣ ନାହିଁ କାହିଁ ପ୍ରେମ ଏ ସନ করে দাবি তুমরি প্রেম করে দাবি তুমরি প্রেম দেহ আত্মা মন ঝরে গলা ঝর ঝর কেতে তপতরুদির ঝুলিল ମୋ ପାଇଁ କ୍ରୁଶରେ। ଆସନ୍ତୁ ଆମର ପ୍ରତ୍ୟେକ ଆଉଥରେ ମୁଁ ଶେଷ ଆରାଧନାଟି ଗାଇବି, ଆଉ ସମସ୍ତେ ନିଜ ନିଜ ଚକ୍ଷୁକୁ ବନ୍ଦ କରିବା। ମୁଁ ଏ ଆରାଧନା ଏଇ ବର୍ଷିପ ପରେ ପଦେ ପ୍ରାର୍ଥନା କରିବି, ତାପରେ ଆମେ ଆଜିର ଆରାଧନାକୁ ଶେଷ କରିବା। ସମସ୍ତେ ଯୋଉଠି ବି ଆମେ ଯିଏ ଯୋଉଠି ଥାଉ ନା କାହିଁକି ଆମର ଚକ୍ଷୁକୁ ବନ୍ଦ କରିବା। मेरा दिल बने तेरा सिंहासन मेरी आत्मा तेरा आसन मेरा दिल बने तेरा सिंहासन मेरी आत्मा तेरा आसन मेरे मन में तू हो विराजमान यीशु मेरे तू है बड़ा महान यीशुआ 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 मेरे मन में समा जा यीशुआ हम सब में समा जा मेरे चेहरे से तेरी रोशनी चमके मेरी बातों से तेरी खुशबू महके मेरे चेहरे से तेरी रोशनी चमके मेरी बातों से तेरी खुशबू महके मेरा जीवन बने तेरी स्तुति का स्थान तेरी प्रशंसा करती मेरी जुबान। हालेलुया हालेलुया प्रभु धन्यवाद 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 प्रभु ମୁଁ ଧନ୍ୟବାଦ ଦଉଛି ଏ ସମୟ ପାଇଁ। ପ୍ରଭୁ ମୁଁ ପ୍ରଶଂସା କରୁଅଛି, ସ୍ତୁତି କରୁଅଛି, ଆରାଧନା କରୁଅଛି। ପ୍ରକୃତରେ ପ୍ରଭୁ
आज ଆମର ହୃଦୟ ରୂପକ ସିଂହାସନରେ ତୁମେ ବିରାଜମାନ ହୁଅ। ଆଶୀର୍ବାଦ କର ପ୍ରଭୁ। এই ସମୟ ପାଇଁ এই ସୁଯୋଗ ପାଇଁ ମୁଁ ଧନ୍ୟବାଦ ଦଉଛି। ଅନେକ ସମୟରେ ଆମେ ତୁମକୁ ପାଶୋରି ଯାଇଥାଉ। এই ପ୍ରାର୍ଥ ସମୟରେ ତୁମେ ଆମମାନଙ୍କୁ କୁହ ଯେ ଉଠ ମୋ ପାଇଁ ପ୍ରାର୍ଥନା କର, ମୋର ଆରାଧନା କର। କିନ୍ତୁ ଅନେକ ସମୟରେ ଆମମାନେ ଆମମାନଙ୍କ ଶରୀରର ଦୁର୍ବଳତା ଲାଗି ବା ଆତ୍ମା ଇଚ୍ଛୁକ ଶରୀର ଦୁର୍ବଳ ଲାଗି ବା ପ୍ରଭୁ এই ହୃଦୟରେ ପ୍ରଭୁ ଯୋଉ ପ୍ରଭା ନିଦ୍ରାର ଯୋଉ ବାପା ମନୋଭାବ ଅଛି ତାହା ଅନେକ ସମୟରେ ଆଜି ଆମମାନଙ୍କୁ ଆବୋରି ଦିଏ। କିନ୍ତୁ ବାପା ଆଉ ସମୟ ନାହିଁ ସମୟକୁ ନଷ୍ଟ କରିବାକୁ ବାପା। ଏଇ ନିଦ ଶଯ୍ୟାକୁ ତ୍ୟାଗ କରି ପ୍ରଭୁ କିନ୍ତୁ ପ୍ରଭୁଙ୍କର ନିକଟବର୍ତ୍ତୀ ହେବାକୁ ପାରିବୁ। ଯୀଶୁଙ୍କ ନାମରେ ତୁମେ ସେଇ ପ୍ରକାର ଆମମାନଙ୍କୁ ପ୍ରାର୍ଥନାର ଯୋଦ୍ଧା ଆଉ ବୀର କର ବୋଲି ମୁଁ ପ୍ରାର୍ଥନା କରୁଅଛି। ହେ ପ୍ରଭୁ ତୁମେ ତୁମର ଆଶୀର୍ବାଦର ଉପସ୍ଥିତି ପ୍ରତ୍ୟେକଙ୍କ ଉପରେ ଅନୁଭବ କରିବାରେ ସାହାଯ୍ୟ କର। ପ୍ରଭୁ ଭାଇ ଯେମିତି କହୁଥିଲେ ସେ ତେଲେଙ୍ଗାନାର ଚର୍ଚ୍ଚ ପାଇଁ ପ୍ରଭୁ ମୁଁ ବିଶ୍ୱାସ କରୁଅଛି ତୁମର ସନ୍ତାନ ତୁମର ଚର୍ଚ୍ଚ ରକ୍ଷା କରିବା ଦାୟିତ୍ୱ ତୁମର। ଆମେ ମାଧ୍ୟମ ପ୍ରାର୍ଥନାକୁ ତୁମ ନିକଟରେ ପହଞ୍ଚାଉଛୁ। ଆମ ପ୍ରାର୍ଥନା ତୁମ ନିକଟରେ ସୁଗ୍ରାହୀ ହଉ। ଆଶୀର୍ବାଦ କଲ ତୁମରି ଏଇ ବାପା ଅନଲାଇନ ପରିବାରରେ ମତେ ପ୍ରାର୍ଥନା କରିବାର ସୁନ୍ଦର ସୁଯୋଗ ଦେଲ ଯେ ପ୍ରତ୍ୟେକ ମେମ୍ବର୍ସ ଅଛନ୍ତି ପ୍ରତ୍ୟେକଙ୍କୁ ତୁମେ ପବିତ୍ର ଆତ୍ମାଙ୍କ ଶକ୍ତିରେ ଶକ୍ତିଯୁକ୍ତ କର। ପ୍ରଭୁ ମୁଁ ପ୍ରାର୍ଥନା କରୁଛି ବାକ୍ୟ ଦେବେ ହଜାଉ ଲୁଚାଉ ତାଙ୍କ ମୁଖ ଦ୍ଵାରା କଥା କୁହ। ପ୍ରତ୍ୟେକ ମାନେ ସ୍ୱର୍ଗୀୟ ମାନା ଆଜି ପ୍ରାର୍ଥ ସମୟରୁ ପାଇବୁ। ତୁମକୁ ଧନ୍ୟବାଦ ଦବୁ। ତୁମେ ସେହି ଦୟା କର ସଦାସର୍ବଦା ତୁମ ନିକଟବର୍ତ୍ତୀ ଜୀବନ କାଟିବାକୁ କରିବୁ ଦୟା କର। ଯାହା ସବୁ ଟେକ୍ନୋଲୋଜିକାଲ ଇସ୍ୟୁସ୍ ଅଛି ଯୀଶୁଙ୍କ ନାମରେ ସବୁ ଖଣ୍ଡନ କର। ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ଆମମାନଙ୍କ ହୃଦୟ କର୍ଣ୍ଣକୁ ତୁମେ ଉନ୍ମୁକ୍ତ କର। ମତେ ଆରାଧନା କରିବାର ସୁନ୍ଦର ସୁଯୋଗ ଦେଲ। ଯଦି କିଛି ଅଗୌରବର କାରଣ ହେଇଛି କ୍ଷମା କର। ଆଜିର ପ୍ରାର୍ଥକୁ ଆଜି ଆମର ପ୍ରତ୍ୟେକ ଭାଇ ଭଉଣୀ ମାନଙ୍କୁ ତୁମରି ପାଖରେ ସମର୍ପଣ କରି ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛି। ସମସ୍ତଙ୍କୁ ମୁଁ ଆଉଥରେ ପ୍ରେଜ ଦ ଲର୍ଡ କରୁଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ଆଉଥରେ ଧନ୍ୟବାଦ ଜଣାଇ ମତେ ଏଇ ସୁଯୋଗ ସୁନ୍ଦର ସୁଯୋଗ ମିଳିଛି। ଆଉ ନିଶ୍ଚୟ ଭାବରେ ପ୍ରଭୁ ଆଉଥରେ ସୁଯୋଗ ଦେଲେ ମୁଁ ସବୁବେଳେ ଜଏନ୍ ହେଇକି ପ୍ରାର୍ଥନା କରିବାକୁ ପ୍ରଭୁଙ୍କ ନିକଟବର୍ତ୍ତୀ ଆହୁରି ଯେମିତି ହେବି ପ୍ରଭୁ ମତେ ସେଇ ସାହାଯ୍ୟ କରନ୍ତୁ। ଗୋଟେ ଛୋଟ ବେଶୀ ନାହିଁ ଗୋଟେ ଛୋଟ ସାକ୍ଷ୍ୟ ଦେଇକି ମୁଁ ମୋର ଶେଷ କରିବି। ଆଉ ଠିକ ମଧ୍ୟରାତ୍ର ସମୟରେ ମୋ ଶରୀର ଆଜି ଏତେ ଅସୁସ୍ଥ ହୋଇ ପଡିଲା ମୁଁ ଭାବିଲି ଆମର ଟୁକୁଲା ଅଙ୍କଲ ଯିଏକି ରାଜେଶ ଅଙ୍କଲ ତାଙ୍କୁ ଫୋନ କରି କହିବି ଯେ ଅଙ୍କଲ ମୁଁ ଆଜି ଆରାଧନା କରିପାରିବିନି ମୋ ଦେହ ବହୁତ ଅସୁସ୍ଥ ହେଇଗଲା। ତାପରେ 12ଟାରେ ଯେତେବେଳେ ମୁଁ ଶୋଇଲି ପ୍ରାର୍ଥନା କରି ପ୍ରଭୁଙ୍କ ନିକଟରେ ଗୋଟେରେ ଯେତେବେଳେ ଉଠିଲି ଆହୁରି ଭୀଷଣ ଶରୀର ଅସୁସ୍ଥ ହେଇଗଲା। ତାପରେ ମୁଁ ମନେ ମନେ ପ୍ରାର୍ଥନା କରୁଛି ମୋ ଲାଇଁ ପ୍ରଭୁ ତୁମେ ମତେ ଯଦି ଆଜି ଆରାଧନା କରିବାକୁ ମନୋନୀତ କରିଛ ତୁମର ସନ୍ତାନ ମାନଙ୍କ ମଧ୍ୟରେ ନିଶ୍ଚୟ ଠିଆ ହେବି ଆଉ ଆରାଧନା କରିବି। ଆଉ ତୁମର କାର୍ଯ୍ୟ ଆଜି ପର୍ଯ୍ୟନ୍ତ କେବେ ବନ୍ଦ ହେଇନି କି ହବନି। ଆଉ ପ୍ରଭୁଙ୍କ ଦୟାରୁ ପ୍ରଭୁ ଏତେ ମହାନ ପ୍ରଭୁ ପ୍ରାର୍ଥନା ଶୁଣିଲେ ଆଉ ପ୍ରଭୁଙ୍କ ଦୟାରେ ମୁଁ ବହୁତ ସୁସ୍ଥ ଅଛି। ଆଉ ବିଶେଷ କରି ଆପଣ ମାନଙ୍କୁ ମୁଁ ଅନୁରୋଧ କରେ ମୋ ପାଇଁ ପ୍ରାର୍ଥନାରେ ମୁଁ ଯଦି ପ୍ରଭୁଙ୍କ ପାଇଁ ଆହୁରି ବଢିବି ଆପଣ ମାନଙ୍କ ସହଭାଗିତାରେ ଯେମିତି ଆହୁରି ଘନିଷ୍ଠ ସମ୍ପର୍କ ରଖି ପ୍ରଭୁଙ୍କ ନିକଟବର୍ତ୍ତୀ ହେବି ସେଥିପାଇଁ ମୋ ପାଇଁ ବିଶେଷ କରି ମୋ ପରିବାର ପାଇଁ ପ୍ରାର୍ଥନା କରିବେ। ଆଉ କିଛି ଗୋଟେ ବନ୍ଧକ ଅଛି ମୋ ପରିବାରରେ ଆଉ କିଛି ଗୋଟେ ସମସ୍ୟା ଯେମିତି ମୋ ପରିବାର ପ୍ରଭୁରେ ଆସିବ ସେଥିପାଇଁ ବିଶେଷ କରି ଆପଣ ମାନେ ପ୍ରାର୍ଥନା କରିବେ ଯେମିତି ଆଗାମୀ ଦିନ ମାନଙ୍କରେ ପ୍ରଭୁଙ୍କ ନିକଟରେ ସାକ୍ଷୀ ସ୍ୱରୂପ ହୋଇ ଧନ୍ୟବାଦ ଅର୍ପଣ କରିପାରିବି। ସେଥିପାଇଁ ଦୟା କରିବି ପ୍ରତ୍ୟେକଙ୍କୁ ଆଉଥରେ ଧନ୍ୟବାଦ ନମସ୍କାର ଆଉ ପ୍ରେଜ ଦ ଲର୍ଡ। ପ୍ରେଜ ଦ ଲର୍ଡ ସିଷ୍ଟର। ବହୁତ ବହୁତ ଧନ୍ୟବାଦ। ଆସନ୍ତୁ ପ୍ରଭୁଙ୍କର ଦାସୀ ମତେ ଗୋଟେ ଉଚ୍ଚ କରତାଳି ଦେବା। ପ୍ରଭୁ ଗୌରବ ପାଆନ୍ତୁ ମହିମା ପାଆନ୍ତୁ। ସେ ସ୍ୱଗୌର ରକ୍ଷଣରୁ ଉଦ୍ଯୋଗୀ ପରମେଶ୍ୱର ସେ ଆପଣାର ଗୌରବ କାହାକୁ ନ ଦେବା ପରମେଶ୍ୱର। ସେ ଆମମାନଙ୍କୁ ତାଙ୍କର ଗୌରବ ନିମନ୍ତେ ହିଁ ସୃଷ୍ଟି କରିଅଛନ୍ତି। ସେଥିପାଇଁ ପ୍ରିୟ ଭଉଣୀଙ୍କର ଶରୀର ଅସୁସ୍ଥ ଥିଲେ ମଧ୍ୟ ତାଙ୍କରି ଲୋକମାନଙ୍କୁ ତାଙ୍କର ଗୌରବ ନିମନ୍ତେ ବ୍ୟବହାର କରିଥାନ୍ତି। ଆଜି ଅତି ସୁନ୍ଦର ଭାବରେ ପ୍ରିୟ ଭଉଣୀଙ୍କୁ ଆରାଧନା କରିବା ନିମନ୍ତେ ବ୍ୟବହାର କଲେ ସେଥିପାଇଁ ତାଙ୍କର ମହାନ ଆମର ଧନ୍ୟବାଦ ହଉ ଗୌରବ ହଉ। ମୁଁ ଅନୁରୋଧ କରେ ଯଦି ଆପଣ ମାନେ ସଠିକ ସ୍ଥାନରେ ଅଛନ୍ତି ତାହେଲେ ଆପଣ ଭିଡିଓ ଅନ୍ କଲେ ବକ୍ତା ମହାଶୟ ଯେତେବେଳେ ଆସିବେ ତାଙ୍କୁ ବି ଉତ୍ସାହିତ ଲାଗିବ ପୁଣି ପ୍ରଭୁଙ୍କର ଗୌରବର କାରଣ ହେବ। ସେଥିପାଇଁ ଯଦି ଆପଣ ମାନେ ସଠିକ ସ୍ଥାନରେ ଅଛନ୍ତି ତାହେଲେ ଆପଣ ମାନେ ଭିଡିଓ ଅନ୍ କଲେ ଭଲ ହବ। ସମସ୍ତଙ୍କର ଭିଡିଓ ଅଫ୍ ଅଛି ପ୍ରାର୍ଥନା ଦେବା ପାଇଁ ବି ଅସୁବିଧା ହଉଛି କିଏ ଶୁଣି ପାରୁଥିବେ କିଏ ଶୁଣି ପାରୁନଥିବେ। ତ ଆସନ୍ତୁ ବାକ୍ୟ ଶୁଣିବା ପୂର୍ବରୁ ମୁଁ ପଦେ ପ୍ରାର୍ଥନା କରିବି ଆପଣ ମାନେ ମୋ ପ୍ରାର୍ଥନାରେ ମନୋଯୋଗୀ ହେବେ। ଆସନ୍ତୁ ଆମେ ପ୍ରାର୍ଥନା ହାଲେଲୁୟା 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 ହାଲେଲୁୟା। ପବିତ୍ର 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 ଅତି ପବିତ୍ର ଦୟାଳୁ ପ୍ରେମିକ ପରମେଶ୍ୱର କୃଷରେ ହତ ଆମମାନଙ୍କର ଏକମାତ୍ର ମେଷ ଶାବକ ପରମେଶ୍ୱର
धन्यवाद दौछु राजा गौरव महिमा प्रशंसा करुछु रात्रिर समस्त प्रकार भार नेल प्रभु समस्त प्रकार मंगल सुस्थ कर प्रभु आमानकु हाँ पिता परमेश्वर सुस्थ कल रक्षा कल उद्धार कल राजा निद्रारु जाग्रत कल मोर परमेश्वर केते जन प्रभु हे प्रात देखिबा पई इच्छा कले मध्य देखि पारि नांती किंतु प्रभु आमानकु सुंदर प्रभात देखिबाकु देलो बापा धन्यवाद दौछु काहेरे योग्य नथिबा मनुष्य मानकु तुमे एते प्रेम करूअछ जीवन सुजोग देउछ राजा हमମାନଙ୍କୁ तुमर पवित्र उपस्थिति मध्य बढ़िबा निमंते धन्यवाद दिए गौरव महिमा प्रशंसा करे हे स्वर्ग विशिष्ट परमेश्वर एतळे बापा प्रार्थना करूछि जो भौणी आराधना कले पिता तुमे आश्चर्य भावरे प्रभु शरीर मध्य प्रभु असुस्थता आसिला किंतु तांको द्वारा तुमे गौरव पाइअछ प्रभु से भौणी को संपूर्ण सुस्थता आरोग्यता प्रदान करी आगामी दिन मानकर आहुरी आहुरी प्रभु तुमरी गौरव निमंते प्रभु व्यवहार हो पारे से तुम्हें दया कर बोली प्रार्थना करुअछि मंगलमय परमेश्वर तांको परिवार जहाँ किसी प्रतिबंधक अच्छी से सब को जीशुଙ୍କ नामରେ दूर करी आगामी दिन मानकर एक साक्ष्यमय जीवन काटिबा निमंते से परिवार जे प्रकार तुम साक्ष्यर कारण हो पारिबो सेतिपई तुम्हें दया कर बोली प्रार्थना करुअछि प्रिय प्रभु पुनर्बार प्रभु हैदराबाद चर्च निमंते आम प्रार्थना करी आसीअछु तथापि तुम चरण निकट में स्मरण करुअछु राजा प्रभु तुम से दासंकर चिंतार भार तुम्हें नियमर परमेश्वर चर्च निमंते जो कुमंत्रणा चली अच्छी मोर परमेश्वर से समस्त प्रकार मंत्रणा विनष्ट हो बोली प्रार्थना करुअछि राजा तुम्हें गौरव पाओ तुम्हें महिमा पाओ तुम लोक मानकर चिंतार भार नेबा परमेश्वर तुम्हें कहल तुम्हें आम निकट में प्रार्थना कले आम्भे तुमको उत्तर देबा तुम्हें आमर महिमा प्रकाश करवा कहीअछ हे प्रार्थना श्रवणकारी परमेश्वर तुम निकट में प्रार्थना करुअछु तुम्हें दया करो तुम्हें दया करो तुम्हें दया करो पवित्र परमेश्वर वर्तमान तुम पवित्र वाक्य शुणा जीव राजा तुम्हारी दास को तुम हस्तर दौछु आम प्रत्येक तुम कृष तल को आसुअछु जीवन में जहाँ किसी दोष दुर्बलता रही से सब को तुम से क्षमा गुणे क्षमा कर राजा तुम से जीवंत वाक्य को शुणु प्रभु आम प्रत्येक को जागृत कर आम प्रत्येक कर्ण को तुम्हें उन्मुक्त कर राजा आम हृदय को तुम्हें सजाग कर मोर परमेश्वर प्रभु तुम से स्वर हमें शुणी हम माने जे प्रकार प्रभु आत्मिकतार वृद्धि पाइबू निज निज को समीक्षा करू प्रभु से तुम्हें दया कर बोली प्रार्थना करुँची जेते जन बसी अच्छु प्रत्येक को आशीर्वाद कर राजा हे प्रभु तुम दास वाक्य कहवा समय कौन सी प्रकार जात्रिक त्रुटि देखा न जीव प्रभु से तुम्हें दया कर महिमा गौरव संभ्रम तुम्हें पा आगामी सकल समय को तुम हस्तर दौची राजा प्रभु तुम्हारे दास को प्रभु आज जो वाक्य प्रस्तुत कर आनी अच्छो राजा ता प्रकाश करने निमंते साहाय्य कर तांको हजाओ लुचाओ तांको मुखपात्र केवल तुम्हें हो बोली प्रार्थना करुँची समस्त गौरव समस्त महिमा समस्त प्रशंसा केवल तुम्हें पाई आज उपासना द्वारा आम प्रत्येक को आशीर्वाद कर पुणी ग्रहण कर बोली जीशु नाम आमेन प्रभुଙ୍କର महान धन्यवाद हो प्रभु आମାନଙ୍କୁ अनुग्रह कले ए प्रातः समय रे तांकर स्वर सुनिबा निमंते तांकर से जीवंत वाक्य को सुनिबा निमंते से स्वर्गीय माना को साउंटिबा निमंते कौनसी मनुष्यर स्वर सुनिबा पूर्वर तांकर से स्वर सुनिबा निमंते कौनसी मनुष्यर मुख को दर्शन करबा पूर्वर तांकर से मुख को दर्शन करबा निमंते साहाय्य करियछंती जो जीवंत वाक्य की आम मानकु तांकर से पथ कढ़ाई निए आम मानकु निर्मल करे आम मानकु शुद्ध करे से मधुचाक ठार सुमिष्ट से वाक्य को शुणा जा जदि पुनर्बार मु विनम्र सहित हाथ जोड़ी कहूँ जदि आपण मैंने सठिक स्थान अच्छा वीडियो ऑन कर बसिले भल हम तो डेरी करवा ना आम मध्य प्रभुंर दास रेभरेंड सुभाष जेना आज्ञा अच्छा प्रभु जीशु मधुमय नाम आह्वान करे आग को आसबे पुणी वाक्य द्वारा कढ़ई ने आसतु गोटे मिनिट अनम्यूट करवा प्रभुंर दासंकर उत्साह निमंते वाक्य को गौरव देव दे उच्च करताली सहित आग को आह्वान करवा आज्ञा प्रेज द लॉर्ड प्रेज द लॉर्ड थैंक यू सर्वप्रथम प्रभु को धन्यवाद दिए तो सहित जूम रे जोड़ी थिवा प्रत्येक बापा माँ भाई भौणी छोट बड़ प्रत्येक को ख्रीष्ट प्रेम नमस्कार शुणी पारुछंती आज्ञा शुभुची क्लियर ओके तत्सहित मु पीटर भाई को भी धन्यवाद दिए से जे कि मते सुंदर सुजोग दे अछंती
आपण ମାନଙ୍କ ମଧ୍ୟରେ ପରମେଶ୍ୱରଙ୍କର ବାକ୍ୟକୁ କହିବା ନିମନ୍ତେ ଅନେକ ସମୟ ଧରି ମୁଁ ଜୁମ ରେ ଆସିପାରୁନାହିଁ ସରି ଯେହେତୁ କେତୋଟି ବିଷୟ ଥାଏ ଯାହା ଦ୍ୱାରା ମାନେ ଯୋଡି ପାରୁନଥାଉ କିନ୍ତୁ ଆପଣ ମାନଙ୍କର ପ୍ରାର୍ଥନା ଆମମାନଙ୍କୁ ତୋଳି ଧରି ଅଛି ଧନ୍ୟବାଦ ଦଉଛୁ ଆମମାନଙ୍କର ଛିଞ୍ଚାଣିଆଙ୍କ ନିମନ୍ତେ ଯିଏକି ସୁନ୍ଦର ଭାବରେ ତେଲେଙ୍ଗାନା ବିଷୟରେ କହୁଥିଲେ ପୁଣି ପ୍ରାର୍ଥନା ବି କଲୁ ଆମମାନଙ୍କୁ ଅନ୍ୟାନ୍ୟ ବିଷୟରେ ମଧ୍ୟ ପ୍ରାର୍ଥନା କରିବା ଦରକାର ଯେହେତୁ ମଣ୍ଡଳୀ ବଡ ବଡ ଅଛି କିନ୍ତୁ ମଣ୍ଡଳୀ ଭିତରେ ଆମେ ନିଜେ ନିଜ ନିଜ ଭିତରେ ଝିକାଟଣା ଅଛୁ ପ୍ରଥମରେ ତାହା ସୁସ୍ଥିର କରିବା ଦରକାର ବାହାରୁ ଆସୁଥିବା ପ୍ରେସର ନ ହୋଇ ଭିତରେ ଯୋଉ ଘର ଭିତରେ ଯୋଉ ଝଗଡା ତାହା ମାନଙ୍କ ଜୀବନରେ ତାହା ଯେପରି ସୁସ୍ଥିର ହେବ ସେଥି ନିମନ୍ତେ ବି ଆମେ ପ୍ରାର୍ଥନା କରିବା ଦରକାର ପ୍ରଭୁ ଯାହା ହଉ ପ୍ରଭୁ ଆମମାନଙ୍କୁ ଏଇ ସୁନ୍ଦର ସମୟ ଦେଇ ଅଛନ୍ତି ଆସନ୍ତୁ ଅନ୍ୟାନ୍ୟ ବିଷୟ ଚର୍ଚ୍ଚା ନ କରି ପରମେଶ୍ୱରଙ୍କର ବାକ୍ୟ ନିକଟକୁ ଯିବା ଆଜି ଆମେ ଜାଣୁଅଛୁ ଯେଉଁମାନେ ଲୁଥରାନ ଚର୍ଚ୍ଚରୁ ଆସିଛନ୍ତି ଯେଉଁମାନେ ରୋମାନ କାଥଲିକ ଚର୍ଚ୍ଚରୁ ଆସିଛନ୍ତି ସେମାନେ ଜାଣିଥିବେ କି ଏହି ଯୋଉ ସମୟ ଚାଲିଅଛି ଏଇ ଯୋଉ ଦିନ ଚାଲିଅଛି ମହା ଉପବାସ କାଳର ସମୟ ଚାଲିଅଛି ବା 40 ଦିନ ପର୍ଯ୍ୟନ୍ତ ଉପବାସ ପ୍ରାର୍ଥନା ଦାନ ଏ ସମସ୍ତ ବିଷୟ ନେଇ ଅନେକ ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନେ ସମୟ ବ୍ୟତୀତ କରୁଅଛନ୍ତି ମୁଖ୍ୟତଃ ଭାବରେ ଦୁଃଖ ଭୋଗ ସପ୍ତାହ ଆସୁଅଛି ସେଥି ନିମନ୍ତେ ମଧ୍ୟ ଆମେ ପ୍ରସ୍ତୁତ ହେଉଅଛୁ ଏଇ ଯୋଉ ମହା ଉପବାସ ର ସମୟ ବା ଉପବାସର କାଳ ଯାହା ଅଛି ତାହା ଯେକୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଏ ସମସ୍ତ ଉପବାସ ଘୋଷଣା କରାଯାଇଥିଲା ପୁଣି ପରମେଶ୍ୱରଙ୍କର ଲୋକମାନେ ମଧ୍ୟ ଉପବାସ ଏବଂ ପ୍ରାର୍ଥନା କରିଥିଲେ ବାଇବଲରେ ଅନେକ ଜାଗାରେ ଲେଖାଯାଇଅଛି ଯାହାକି କୁହାଯାଏ ଲେଣ୍ଟ ବା ମୁସଲମାନ ଲୋକମାନେ କହନ୍ତି ରୋଜା ଏ ଯୋଉ ଲେଣ୍ଟ ଏ ଯୋଉ ମହା ଉପବାସ କାଳ ତାହା ଦୁଃଖର ଏକ ସମୟ ଯାହା ନିଶ୍ଚିତ ଭାବରେ ଏଷ୍ଟର ରବିବାର ବା ପୁନରୁତ୍ଥାନ ରବିବାର ଦିନ ଏହା ଶେଷ ହୋଇଥାଏ ସେହି ପୁରା ପୁନରୁତ୍ଥାନ ରବିବାରକୁ ଅପେକ୍ଷା କରି ରିଜରାକ୍ସନ ସଣ୍ଡେକୁ ଅପେକ୍ଷା କରି ଏଷ୍ଟର ସଣ୍ଡେକୁ ଅପେକ୍ଷା କରି ଏଇ ଯୋଉ ମହା ଉପବାସ କାଳ ରହିଅଛି ବା ଦୁଃଖ ଭୋଗ କାଳ ରହିଅଛି ସେଇ ସମୟକୁ ଆମେ ଅପେକ୍ଷା କରି ନିଜକୁ ପ୍ରସ୍ତୁତ କରିକି ଏହା ଉପବାସ କରିଥାଉ ଆମେ ଉପବାସ ବିଷୟରେ ପ୍ରାର୍ଥନା ବିଷୟରେ ଅନ୍ୟାନ୍ୟ ଦାନ ବିଷୟରେ ଶୁଣିଅଛୁ କିନ୍ତୁ ମୁଁ କିଛି ସମୟ ନିମନ୍ତେ ଏଇ ଉପବାସ କାଳ ବିଷୟରେ ବା ଲେଣ୍ଟ ବିଷୟରେ କହିବାକୁ ଚାହେଁ ଅନେକେ ଏଇ ଦୁଃଖ ଭୋଗ କାଳ ସମୟରେ ବା ଦୁଃଖ ଭୋଗ ସମୟରେ ଅନେକ ପ୍ରଭୁଙ୍କର ଦାସ ମାନେ ବାକ୍ୟ କହିଥିବେ ମୁଁ ବିଶ୍ୱାସ କରେ ଯାହା ହଉ ପରମେଶ୍ୱରଙ୍କର ବାକ୍ୟ ଯାହା ମାନେ ଶୁଣିଅଛୁ ସେଥି ନିମନ୍ତେ ଆହୁରି ଅଧିକ ମନୋଯୋଗ ହେବା ଦରକାର ପୁନର୍ବାର ମୁଁ ଆପଣ ମାନଙ୍କୁ ଏଇ ଜୁମ୍ ମିଟିଂରେ ଯୋଉମାନେ ଯୋଗ ଦେଇ ଅଛନ୍ତି ପ୍ରତ୍ୟେକଙ୍କୁ ମୁଁ ଧନ୍ୟବାଦ ଦିଏ ତତ୍ ସହିତ ଜୁମ୍ ର ହୋଷ୍ଟ ଆଜ୍ଞାଙ୍କୁ ମଧ୍ୟ ଧନ୍ୟବାଦ ଦିଏ ଯିଏ ଗୀତ ଗାଇଲେ ଆଉ ୱର୍ସିପ ରେ ଲିଡ୍ କଲେ ସେଥିରେ ମଧ୍ୟ ମୁଁ ଧନ୍ୟବାଦ ଦେଇଥାଏ ଖ୍ରୀଷ୍ଟରେ ପ୍ରିୟ ପ୍ରଭୁଙ୍କର ଲୋକମାନେ ଯେତେବେଳେ ଏହା ଆରମ୍ଭ ହୁଏ ଭସ୍ମ ବୁଧବାର ଦିନ ଆରମ୍ଭ ହୋଇଥାଏ ବା ଆସ୍ ୱେଡନେସଡେ ରୂପରେ ଆରମ୍ଭ ହୋଇଥାଏ ମେନ୍ ଲାଇନ୍ ଚର୍ଚେସ୍ ମାନେ ଯେଉଁମାନେ ଏହା ପାଳନ କରନ୍ତି ସେମାନେ ବିଗତ ବର୍ଷର ଖଜୁରୀ ବାହୁଙ୍ଗାକୁ ଜଳାଇ ସେଇ ପାଉସକୁ କପାଳରେ ଟୀକା ଦେଇଥାନ୍ତି ପୁଣି ପ୍ରାର୍ଥନା ଆରମ୍ଭ କରିଥାନ୍ତି ଏହି ସମୟରେ ରିଚେଷ୍ଟ ବ୍ୟଞ୍ଜନ ବା ମାଂସ ଭାତ ଏ ସମସ୍ତ ବିଷୟରେ ରୁଚି ନ କରି ଶାକାହାରୀରେ ସମୟ ବ୍ୟତୀତ କରନ୍ତି ଅନେକ ସମୟ ଧରି ଉପବାସ କରନ୍ତି ବା ଦିନ ସାରା ଉପବାସ କରନ୍ତି କେହି କେହି 40 ଦିନ ଉପବାସ କରନ୍ତି କେହି କେହି ଗୋଟିଏ ଗୋଟିଏ ମିଲ୍ କୁ ସେମାନେ ଛାଡି ଦେଇଥାନ୍ତି
এই সমস্ত বিষয় নেই ସେମାନେ ପ୍ରାର୍ଥନା କରନ୍ତି ବା ଉପବାସ କରନ୍ତି ନିଜର ଆତ୍ମିକ ଜୀବନର ବଢୋତ୍ରୀ ନିମନ୍ତେ। ଲେଣ୍ଟ ଶବ୍ଦଟା ଲାଟିନ ୱାର୍ଡରୁ ଆସିଥାଏ, ତା ଯାହାକି ପିଣ୍ଡ୍ରା ଜେନିସିମା ବା 40, ଯାହାର ଅର୍ଥ 40 ବୋଲି କୁହାଯାଏ। ଆଉ ଏହା ସ୍ପ୍ରିଙ୍ଗ ଋତୁରୁ ଆରମ୍ଭ ହୁଏ ବା ବସନ୍ତ ଋତୁରୁ ଏହା ଆରମ୍ଭ ହୁଏ। ଏହା ପୃଥିବୀର ଶୀତକାଳୀନ ସଂକ୍ରାନ୍ତ ଠାରୁ ବସନ୍ତ ବିଷବ ଋତୁକୁ ଆଡକୁ ବିଷୁବ ଆଡକୁ ଗଢି ଚାଲିଥାଏ। ଶୀତକାଳୀନ ଶେଷ ହୋଇଥାଏ, ପୁଣି ବସନ୍ତ ଋତୁ ଆରମ୍ଭ ହୋଇଥାଏ। ଏହି ସମୟରେ ଏହି ମହା ଉପବାସ କାଳ ଆରମ୍ଭ ହୁଏ, ଯାହାକି ଆମେ କହିଥାଉ ପେଣ୍ଟିକଷ୍ଟ ଦିନ ପରେ 40 ଦିନ ଉପବାସ ପ୍ରାର୍ଥନା ଯାହା କରନ୍ତି। এই 40 ଦିନ ବହୁତ ସିଗ୍ନିଫିକାନ୍ସ ନମ୍ବର ବା 40 ସିଗ୍ନିଫିକାନ୍ସ ନମ୍ବର ଭାବରେ ବାଇବଲରେ ପ୍ରକାଶ କରାଯାଇଅଛି। ତାହା ବି ଆମେ ଯେତେବେଳେ ଦେଖୁ ଯୀଶୁ ଖ୍ରୀଷ୍ଟ ନିଜର ସେବା କାର୍ଯ୍ୟକୁ ଯିବା ପୂର୍ବରୁ ସେ 40 ଦିନ ଏବଂ ରାତି ଉପବାସ କରିଥିଲେ। ନୋହଙ୍କର ଜଳପ୍ଲାବନ ସମୟରେ 40 ଦିନ ଏବଂ 40 ରାତି ପର୍ଯ୍ୟନ୍ତ ବର୍ଷା ହୋଇଥିଲା। ଇସ୍ରାଏଲ ଲୋକମାନଙ୍କୁ ପ୍ରାନ୍ତରରେ ପରମେଶ୍ୱର 40 ବର୍ଷ ପର୍ଯ୍ୟନ୍ତ ଲାଳନ ପାଳନ କରିଥିଲେ ମାନ୍ନା ଦେଇକି। ପରମେଶ୍ୱରଙ୍କ ନିକଟରେ ମୋସା ପ୍ରାର୍ଥନା କରିଥିଲେ ସେହି ପାହାଡ ଉପରେ 40 ଦିନ ଏବଂ 40 ରାତି ବିନା ଖାଦ୍ୟରେ ବିନା ପାଣିରେ। ଅନେକ 40 ଦିନର 40 ବର୍ଷ ବା 40 ଦିନ ବା 40 ନମ୍ବରକୁ ମାଧ୍ୟମ କରି ବାଇବଲରେ ଅନେକ ବିଷୟ ଲେଖାଯାଏ, କିନ୍ତୁ ତାହା ଏକ ଗୁରୁତ୍ୱ ନମ୍ବର, ଯେହେତୁ 40 ଦିନ ପରେ ହିଁ ଯୀଶୁ ଖ୍ରୀଷ୍ଟଙ୍କର ଦୁଃଖ, ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ, ଯୀଶୁ ଖ୍ରୀଷ୍ଟଙ୍କର ଉତ୍ଥାନ ରହିଅଛି। ଖ୍ରୀଷ୍ଟିଆନ ଜୀବନରେ ଅନେକ ଯେଉଁମାନେ ସେବା କାର୍ଯ୍ୟ ପାଇଁ ଆସନ୍ତି, ବଡ କାର୍ଯ୍ୟ ପାଇଁ ଯେଉଁମାନେ ଆଗକୁ ଯାଆନ୍ତି, ଉପବାସ ଏବଂ ପ୍ରାର୍ଥନା କରିଥାଉ, ତା ଦ୍ୱାରା ପ୍ରଭୁ ଆମମାନଙ୍କର ପ୍ରାର୍ଥନା ଶୁଣନ୍ତୁ ଆଉ ସେ ଆମମାନଙ୍କୁ ଉତ୍ତର ଦିଅନ୍ତୁ। ଉପବାସ ଏବଂ ପ୍ରାର୍ଥନା ତାହା ଦୁଇଟି ମିଶି ଯାଇଥାଏ। ବାଇବଲର ଅନେକ ଗୁରୁତ୍ୱପୂର୍ଣ୍ଣ 40 ଯୋଉ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ରହିଅଛି, ତାହାକୁ ଯଦି ଆମେ ବ୍ୟାଖ୍ୟା କରୁ ତାହା ଅନେକ ବିଷୟ ନେଇକି କୁହାଯାଇଅଛି। ଖ୍ରୀଷ୍ଟରେ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏହା ଆମମାନଙ୍କ ନିମନ୍ତେ ଶିଖିବା ଦରକାର। ଯେଉଁ ପୁନରୁଦ୍ଧିତ ପର୍ବ ଆମେ ପାଳନ କରୁଅଛୁ, ଜାଗତିକ ହିସାବରେ ପାଳନ କରୁଅଛୁ ବା ଆତ୍ମିକ ଜୀବନ ନେଇ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଅଛୁ। ଆମମାନଙ୍କର ପ୍ରସ୍ତୁତି କିପରି ହେବା ଦରକାର? ଏ ଯୋଉ ପ୍ରସ୍ତୁତି ହୁଏ, ଏ ଯୋଉ 40 ଦିନ ଉପବାସ ପ୍ରାର୍ଥନା, 40 ଦିନ ରାତି ଉପବାସ ପ୍ରାର୍ଥନା କରୁ, ଅନେକ ପ୍ରଲୋଭନ ବିଷୟ ବି ଆସିଥାଏ। ସେହି ପ୍ରଲୋଭନରୁ ରକ୍ଷା ହେବା ନିମନ୍ତେ ଆମମାନେ ଉପବାସ ଏବଂ ପ୍ରାର୍ଥନା କରିଥାଉ। ପ୍ରଲୋଭନ ମନ୍ଦ ବିଷୟ ବି ହୋଇଥାଏ, ପାପ ବିଷୟ ବି ହୋଇଥାଏ, କ୍ଷତିକାରକ ବିଷୟ ବି ହୋଇଥାଏ, ମୂର୍ଖତାପୂର୍ଣ୍ଣ ବି ହୋଇଥାଏ। କିନ୍ତୁ ଅନେକ ଭଲ କାରଣ ପାଇଁ ମଧ୍ୟ ପ୍ରଲୋଭନ ହୋଇଥାଏ। କଣ କଣ? ଶିକ୍ଷା ଏବଂ ଆତ୍ମା ନିର୍ଭର ନିମନ୍ତେ ଆମମାନେ ଶିକ୍ଷା ପାଇବା ନିମନ୍ତେ କେତୋଟି ବିଷୟ ପ୍ରଲୋଭନ କରିଥାଏ, ତାହା ଭଲ ବିଷୟ। ଚରିତ୍ରକୁ ସୁଦୃଢ କରିବା ନିମନ୍ତେ ଆମମାନେ ପ୍ରଲୋଭିତ ହୋଇଥାଉ, ତାହା ଭଲ ବିଷୟ। ଶୃଙ୍ଖଳାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଆମେ ଚେଷ୍ଟା କରିଥାଉ, ପୁଣି ପ୍ରଲୋଭିତ ହୋଇଥାଉ, ତାହା ଭଲ ବିଷୟ। କଠିନ ପରିଶ୍ରମ କରିବା ନିମନ୍ତେ ପୁଣି କଠିନ ପରିଶ୍ରମ କରି ପୁରସ୍କାର ପାଇବା ନିମନ୍ତେ ମଧ୍ୟ ପ୍ରଲୋଭିତ ହୋଇଥାଉ। ଉଦ୍ଦେଶ୍ୟ ମୂଳକ ଜୀବନ ଯାପନ କରିବା ନିମନ୍ତେ ଆମେ ପ୍ରଲୋଭିତ ହୋଇଥାଉ। କ୍ଷତିକାରକ ଫଳାଫଳ ଠାରୁ ଏଡାଇବା ନିମନ୍ତେ ମଧ୍ୟ ଆମେ ପ୍ରଲୋଭିତ ହୋଇଥାଉ। ଖ୍ରୀଷ୍ଟରେ ପ୍ରିୟ ପ୍ରଭୁଙ୍କ ଲୋକମାନେ,
ଏହା जो ଭଲ କାରଣ ନିମନ୍ତେ ଆମେ ପ୍ରଲୋଭିତ ହଉ ତାହା ଆମମାନଙ୍କୁ ପ୍ରଭୁଙ୍କ ନିକଟକୁ ଆଗକୁ ନେଇଥା, କିନ୍ତୁ ଯୋଉ ପ୍ରଲୋଭିତ ଆମେ ହଉ ପାପ ନିମନ୍ତେ ତାହା ଆମମାନଙ୍କର ଜୀବନକୁ ନଷ୍ଟ କରିଦେଇଥା। এই ସମସ୍ତ ଭାବନା ନେଇ ଆସନ୍ତୁ ଆମେ ଖୋଲିବା ଆଦି ପୁସ୍ତକ ତାର 3 ଅଧ୍ୟାୟ 6 ପଦ। ଆଦି ପୁସ୍ତକ 3 ଅଧ୍ୟାୟ 6 ପଦ। ମାନେ ପ୍ରତ୍ୟେକ ଜାଣୁ ସେଇ ବାକ୍ୟାଂଶକୁ ମୁଁ ଆପଣମାନଙ୍କ ନିମନ୍ତେ ପଢିଦିଏ। ଏଥିରେ ନାରୀ ସେହି ବୃକ୍ଷକୁ ସୁଖାଦ୍ୟର ଉତ୍ପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମନ୍ତେ ବାଞ୍ଛନୀୟ ଦେଖି ତହିଁରୁ ଫଳ ତୋଳି ଖାଇଲେ, ପୁଣି ଆପଣା ସଙ୍ଗସ୍ତ ସ୍ୱାମୀକୁ ଦିଅନ୍ତେ, ସେ ମଧ୍ୟ ଖାଇଲେ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ଧନ୍ୟବାଦ ଦେଉଅଛୁ ତୁମେ ଆମମାନଙ୍କୁ ଏଇ ସୁନ୍ଦର ସମୟ ଦେଲ। ପ୍ରଭୁ ତୁମେ ଯେଉଁ ବାକ୍ୟ ଦିଆଅଛ ପ୍ରଭୁ ତାହା ପବିତ୍ର, ତୁମର ଲୋକମାନଙ୍କ ନିମନ୍ତେ ପ୍ରଭୁ ତୁମେ ହିଁ କଥା କୁହ। ଆମମାନଙ୍କର ବ୍ୟକ୍ତିଗତ ଜୀବନରେ, ପାରିବାରିକ ଜୀବନରେ ପ୍ରଭୁ ତାହା ଯେପରି ଲାଗି କରି ଆମମାନଙ୍କର ଜୀବନ ଯାପନ କରିପାରିବୁ, ଏଥିରେ ମଧ୍ୟ ତୁମେ ଦୟା କର। ସମସ୍ତ ମହିମା ପ୍ରଶଂସା ତୁମକୁ ଦେଉଛୁ, ଆଉ ଏଇ ବାକ୍ୟକୁ ଆମମାନଙ୍କର ଜୀବନକୁ ତୁମ ଚନ୍ଦ୍ର ଦେଇ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏଠାରେ କୁହାଯାଏ ଆଦି ପୁସ୍ତକରେ, ସେ କାହାଣୀ ସବୁ ମୁଁ କହିବା ପାଇଁ ଚାହେଁ ନାହିଁ। ଯେଉଁ ବୃକ୍ଷ ଏଦନ ଉଦ୍ୟାନରେ ଥିଲା ତାହା ସୁଖାଦ୍ୟର ଉତ୍ପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମନ୍ତେ ବାଞ୍ଛନୀୟ। 3ଟି ବିଷୟ: ସୁଖାଦ୍ୟ, ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମନ୍ତେ ବାଞ୍ଛନୀୟ। ସାଧାରଣ ଭାବରେ ଯଦି ଆମେ କହୁ, ସୁଖାଦ୍ୟ ମାନେ ଭଲ ଖାଦ୍ୟ, ଯାହା ଏଇପରି ଖାଦ୍ୟକୁ ବୁଝାଏ ଯାହାକି ଆମମାନଙ୍କୁ ପୁଷ୍ଟିକର ଦିଏ, ସ୍ୱାସ୍ଥ୍ୟ ଦିଏ, ଖାଇବାକୁ ଟେଷ୍ଟି ଲାଗେ, ଗୁଣବତ୍ତା ଥାଏ, ଭିଟାମିନ୍ ଥାଏ। ତାପରେ ତାହା ଦେଖିବାକୁ ନୟନର ଲୋଭଜନକ, ଦେଖିବାକୁ ଆଟ୍ରାକ୍ସନ ହୁଏ, ଆମମାନେ ପ୍ରଲୋଭିତ ହୁଏ। ସରି, ତାହା ଜ୍ଞାନ ଦେଇଥାଏ। ସିମ୍ପଲ ଶବ୍ଦରେ ଯଦି ଆମମାନେ ଯୋହନ 1 ଅଧ୍ୟାୟ ପ୍ରଥମ ଯୋହନ 1 ଅଧ୍ୟାୟ 16 ପଦ ଦେଖୁ, ସେଠାରେ କୁହାଯାଏ ଗୋଟିଏ ବିଷୟ: ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ, ଲୌକିକ ଗର୍ବ। এই ବାକ୍ୟରେ କୁହାଯାଏ ଶାରୀରିକ ଅଭିଳାଷ ହେଇପାରେ ଫୁଡ, ଖାଇବା ବିଷୟ। ପ୍ରତ୍ୟେକ ମନୁଷ୍ୟ ନିକଟରେ এই ଖାଇବା ବା ଖାଦ୍ୟ ପଦାର୍ଥ ଦ୍ୱାରା ହିଁ ପ୍ରଲୋଭିତ ହୋଇଥାଉ। ଜାକୁବଙ୍କ ଭାଇ, ବଡ ଭାଇ, ସେ ଯେତେବେଳେ ଜଙ୍ଗଲରୁ ଫେରୁଥିଲେ, ସେ ଭୋକରେ ଥିଲେ। ପୁଣି ସେ ଜାକୁବକୁ କହୁଛନ୍ତି, ମତେ ଟିକେ ଖାଇବାକୁ ଦିଅ, ଯଦି ମୁଁ ଖାଇବି ନାହିଁ ତାହେଲେ ମୁଁ ମୃତ୍ୟୁବରଣ କରିବି। ସେ ଖାଇ ନଥିଲେ ସେ ମୃତ୍ୟୁ ହେବେ ନାହିଁ, କିନ୍ତୁ ସେଇ ଖାଦ୍ୟ ଦ୍ୱାରା ସେ ତାଙ୍କର ଜ୍ୟେଷ୍ଠାଧିକାର ନଷ୍ଟ କଲେ। ଖାଦ୍ୟ ଦ୍ୱାରା ଆମମାନଙ୍କର କ୍ୟାରେକ୍ଟର, ଖାଦ୍ୟ ଦ୍ୱାରା ଆମମାନଙ୍କର ଆତ୍ମିକ ଜୀବନ, ଖାଦ୍ୟ ଦ୍ୱାରା ଆମମାନଙ୍କର ଶାରୀରିକ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ଦାନିଏଲ ପୁସ୍ତକରେ ଯଦି ଦେଖୁ, ଦାନିଏଲ, ଶଦ୍ରକ, ମେଷକ, ଅବେଦନଗ ସେମାନେ ନପୁଂସକଙ୍କୁ କହିଲେ କି ଆମମାନେ ରାଜକୀୟ ବସ୍ତୁ ଖାଇବୁ ନାହିଁ, ବା ରାଜକୀୟ ପଦାର୍ଥ, ରାଜକୀୟ ଖାଦ୍ୟ ଯାହା ତୁମେ ଆମମାନଙ୍କୁ ପରିବେଷଣ କରୁଅଛ ତାହା ଆମମାନେ ଖାଇବୁ ନାହିଁ। ସେମାନେ ରାଜକୀୟ ଖାଦ୍ୟକୁ ଆଭଏଡ କଲେ, ଯଦ୍ୱାରା ସେମାନେ ପରମେଶ୍ୱରଙ୍କ ସହିତ ବା ଆତ୍ମିକ ଜୀବନରେ ସେମାନେ ଲାଗି ରହିବେ। ଖ୍ରୀଷ୍ଟରେ ପ୍ରିୟ ଲୋକମାନେ, ଏତେବେଳେ ଯାହା ଦେଖୁଅଛୁ, ହବା ସର୍ପ ଦ୍ୱାରା ଯେଉଁ ବାକ୍ୟ ଶୁଣିଲେ ବା ଯେଉଁ କଥା ଶୁଣିଲେ, ସେଇ କଥା ଦ୍ୱାରା ସେ ପ୍ରଲୋଭିତ ହେଲେ। ସେ ଯଦି ଖାଇବେ ତାହେଲେ ସେ ପରମେଶ୍ୱରଙ୍କର ସଦୃଶ୍ୟ ହୋଇଯିବେ।
ସେ ଯଦି ତାହା ଖାଇବେ ତାହେଲେ ସେ ଜ୍ଞାନରେ ଭରିଯିବେ। ମନରେ ଏଇପରି ଗୋଟିଏ ଗର୍ବ ଆସିଥିଲା। ସେ ପ୍ରଲୋଭନ କରେ ଯେଉଁ ଖାଦ୍ୟ ଯାହାକି ସୁନ୍ଦର ଦେଖା ଯାଉଥିଲା ସେ ସେଥିରେ ପଡିଗଲେ ବା ଲାଳସାରେ ପଡିଗଲେ ବା ପ୍ରଲୋଭନରେ ପଡିଗଲେ। ଯେତେବେଳେ ସେ ପ୍ରଲୋଭନରେ ପଡୁଛନ୍ତି ବା ସେ ଫଳ ଖାଇବା ପାଇଁ ଚାହୁଁଛନ୍ତି, କେତୋଟି ବାକ୍ୟ କୁହାଯାଏ। ଉପଦେଶକ 3:13 କୁହାଯାଏ, ଜଣେ ବ୍ୟକ୍ତିଙ୍କର ପରିଶ୍ରମର ଫଳ ଉପଭୋଗ କରିବା ଏବଂ ଖାଦ୍ୟ ଯୋଗାଇବା ପାଇଁ କୃତଜ୍ଞ ହେବା ଉପରେ ଗୁରୁତ୍ୱାରୋପ କରେ। ଏହା ପରମେଶ୍ୱରଙ୍କର ଦାନ। ଉତ୍ତମ ଖାଦ୍ୟ ପାଇବା ପରମେଶ୍ୱରଙ୍କର ଦାନ ଅଟେ। ଆଦି ପୁସ୍ତକ 1:29 ଲେଖାଯାଏ କି ସମଗ୍ର ପୃଥିବୀର ଥିବା ପ୍ରତ୍ୟେକ ବିହନ, ଉତ୍ପାଦନକାରୀ ଉଦ୍ଭିଦ ଏବଂ ପ୍ରତ୍ୟେକ ଗଛ ଯାହାର ବୀଜ ସହିତ ଫଳ ଅଛି ତାହା ତୁମ୍ଭର ଖାଦ୍ୟ ହେବ। ପରମେଶ୍ୱର ଏଦନ ଉଦ୍ୟାନରେ ହବା ଏବଂ ଆଦବକୁ ଖାଦ୍ୟରେ ଭରି ଦେଇଥିଲେ। ଆଉ ଉପଦେଶକରେ ଆମେ ଦେଖୁଅଛୁ ପରମେଶ୍ୱରଙ୍କର ଦାନ ତାହା। କିନ୍ତୁ ପ୍ରଥମ କରନ୍ଥୀୟ 10:13 କୁହାଯାଏ, ତୁମ୍ଭେମାନେ ଖାଉଛ କି ପିଉଛ କିମ୍ବା ଯାହା କରୁଛ ତାହା ସବୁ ପରମେଶ୍ୱରଙ୍କର ମହିମା ନିମନ୍ତେ କର। ଏଠାରେ ଆମେ ଦେଖୁଅଛୁ ଯେଉଁ ଫଳ ସେ ଖାଉଅଛନ୍ତି ସେ ପରମେଶ୍ୱରଙ୍କ ଠାରୁ ଦୂରକୁ ଚାଲି ଯାଉଅଛନ୍ତି। ଯେଉଁ ଖାଦ୍ୟ କି ଆମମାନଙ୍କୁ ପରମେଶ୍ୱରଙ୍କ ଠାରୁ ଦୂରକୁ ନେଇଥାଏ ସେଇ ଖାଦ୍ୟ ଠାରୁ ଆମମାନଙ୍କୁ ଆଭଏଡ ହେବା ଦରକାର, ସେଇ ଖାଦ୍ୟ ଠାରୁ ଆମମାନଙ୍କୁ ଦୂର ହେବା ଦରକାର। ଏଇ ଯୋଉ ମହା ଉପବାସ କାଳ, ଯେଉଁ ଉପବାସ ଏବଂ ପ୍ରାର୍ଥନା କରିବା ନାନା ପ୍ରକାର ବ୍ୟଞ୍ଜନରୁ ଦୂର ହେଇଥାଉ, ତାହା ପରମେଶ୍ୱରଙ୍କର ନିକଟକୁ ଆଣିଥାଏ। ଜୋହନ 4:34 ଲେଖାଯାଏ, ମତେ ପଠାଇଥିବା ତାହାଙ୍କ ଇଚ୍ଛା ପାଳନ କରିବା ଏବଂ ତାହାଙ୍କ କାର୍ଯ୍ୟ ସମାପ୍ତ କରିବା ହେଉଛି ମୋହର ଖାଦ୍ୟ। ଯୀଶୁ ଖ୍ରୀଷ୍ଟ ନିଜେ କହୁଅଛନ୍ତି ତାଙ୍କର ପିତାଙ୍କର ସେବା କାର୍ଯ୍ୟ କରିବା ବା ପିତାଙ୍କର ଇଚ୍ଛାକୁ ପାଳନ କରିବା ତାହା ହେଉଛି ତାଙ୍କ ନିମନ୍ତେ ଖାଦ୍ୟ। ଯିଶାୟ ପୁସ୍ତକ 55:2 କୁହାଯାଏ, ମୋ କଥା ଶୁଣ ଏବଂ ଯାହା ଭଲ ତାହା ଖାଅ, ତୁମ୍ଭର ଆତ୍ମା ସର୍ବୋତ୍ତମ ଖାଦ୍ୟରେ ଆନନ୍ଦିତ ହେବ। ଯାହାକି ଆମମାନଙ୍କର ଆତ୍ମିକ ଜୀବନରେ ଆମେ ଆନନ୍ଦିତ ହେବା ଏଇପରି ଖାଦ୍ୟ ଖାଇବା ଦରକାର। ଜାଗତିକରେ ଆମମାନଙ୍କର ଖାଦ୍ୟ ଦରକାର, କିନ୍ତୁ ଆତ୍ମିକ ଜୀବନରେ ମଧ୍ୟ ଆମମାନଙ୍କର ଖାଦ୍ୟ ଦରକାର ହବା। ସେଇ ଖାଦ୍ୟ ଖାଇବା ନିମନ୍ତେ ଲାଳସା କଲେ ଯେହେତୁ ତାହା ଦେଖିବାକୁ ସୁନ୍ଦର, ଦ୍ୟାଟ ଇଜ ବିୟୁଟି। ଯାହା ଆମମାନଙ୍କ ଆଖିରେ ସୁନ୍ଦର ଦେଖାଯାଏ ସେଥିପ୍ରତି ଆମମାନେ ଆକର୍ଷିତ ହେଇଥାଉ ଖ୍ରୀଷ୍ଟରେ ପ୍ରିୟ ପ୍ରଭୁଙ୍କ ଲୋକମାନେ। ସୋ ଆଇ ଇଜ ମଚ ଇମ୍ପୋର୍ଟାଣ୍ଟ। ଆମମାନଙ୍କର ଆଖି ବହୁତ ଗୁରୁତ୍ୱପୂର୍ଣ୍ଣ କି କୋଉ ବିଷୟ ଦେଖୁଅଛି, କେଉଁ ବସ୍ତିକୁ ଦେଖୁଅଛି ପୁଣି ପ୍ରଲୋଭିତ ହେଉଅଛି। ସେଥି ନିମନ୍ତେ ପ୍ରଭୁଙ୍କ ବାକ୍ୟରେ କୁହାଯାଏ, ତୁମର ଚକ୍ଷୁ ପ୍ରଦୀପ ସଦୃଶ୍ୟ, ଜ୍ୟୋତି ସଦୃଶ୍ୟ। ହାଉ ୱି ସି ଇଟ୍, ଆମେ କିପରି ତାହା ଦେଖୁଅଛୁ। ହିତୋପଦେଶ 23:27 କୁହାଯାଏ, 26 କୁହାଯାଏ, ହେ ମୋର ପୁତ୍ର, ମତେ ତୁମ୍ଭର ହୃଦୟ ଦିଅ ଏବଂ ମୋର ପଥ ଦେଖି ତୁମ୍ଭର ଚକ୍ଷୁ ଆନନ୍ଦିତ ହେଉ। ମୋହର ପଥ ଦେଖି, ମୋହର ମାର୍ଗ ଦେଖି, ମୋହର ବାକ୍ୟ ଦେଖି, ମୋହର କ୍ୟାରେକ୍ଟର ଦେଖି ତୁମ୍ଭର ଚକ୍ଷୁ ଆନନ୍ଦିତ ହେଉ। ସେଥିରେ ମତେ ପାଉଲ କହନ୍ତି, ହାଉ ଆଇ ଇମିଟିଏଟ୍ କ୍ରାଇଷ୍ଟ ସେମ୍ ୱେ ୟୁ ଆଲସୋ ଇମିଟିଏଟ୍ ମି। ମୁଁ ଯେପରି ପ୍ରଭୁଙ୍କର ଅନୁଗମନ କରୁଅଛି ସେଇପରି ତୁମେ ମଧ୍ୟ ମୋର ଅନୁଗମନ କର। ସୋ ଆଖି ବା ଚକ୍ଷୁ ବହୁତ ଇମ୍ପୋର୍ଟାଣ୍ଟ, ବହୁତ ଗୁରୁତ୍ୱପୂର୍ଣ୍ଣ। ଯାହା ଆମେ ଦେଖିଥାଉ ତାହା ହିଁ ଆମେ ଫଲୋ କରିଥାଉ। ଆମମାନଙ୍କର ପୁଅ ଝିଅ ବା ଆମମାନଙ୍କର ମଣ୍ଡଳୀ ବା ଆମମାନଙ୍କର ସୋସାଇଟି ଯାହା ଆମମାନଙ୍କର କାର୍ଯ୍ୟକୁ ଦେଖେ ତାହା ହିଁ ସେ ଫଲୋ କରିଥାଏ। ସେ ସୁନ୍ଦର ଦେଖି
ନୟନର ଲୋଭଜନକ ଦେଖି ସେ ଖାଇବା ନିମନ୍ତେ ଲାଳସା କଲେ। ଯେତେବେଳେ ସିନଚାଣି ଆଜ୍ଞା ହାଇଦ୍ରାବାଦ ବିଷୟରେ କହୁଥିଲେ ବା ତେଲେଙ୍ଗାନା ବିଷୟରେ କହୁଥିଲେ, ତେଲେଙ୍ଗାନାର ଫେଭରେଟ ଫୁଡ ହଉଛି ହାଇଦ୍ରାବାଦ ଦମ ବିରିୟାନୀ। ଯିଏ ବି ହାଇଦ୍ରାବାଦ ଆସନ୍ତି ବା ଯିଏ ବି ତେଲେଙ୍ଗାନା ଆସନ୍ତି, ସେମାନେ ପାକା ଦମ ବିରିୟାନୀ ଖାଇବେ। କିନ୍ତୁ ଦମ ବିରିୟାନୀ ଯାହା କିଛି ପଡିଥାଏ, ଯାହା କିଛି ମିଶାଇ ରୋଷେଇ କରିଥାଏ, ସେ ସମସ୍ତ ଖାଆନ୍ତି ନାହିଁ। ଯାହା ଖାଇବା ଦରକାର ତାହା ଖାଆନ୍ତୁ। ଯେତେ ସ୍ପାଇସି ଥାଏ, ଯେତେ ମସଲା ପକାଯାଏ, ସେ ମସଲାକୁ ଏଡାଇ ଦିଆଯାଇଥାଏ। ଦେଖିବାକୁ ସୁନ୍ଦର ଲାଗେ, କିନ୍ତୁ ସମସ୍ତ ବିଷୟ ଖାଇବାର ପ୍ରୟୋଜନ ନଥାଏ। କେତୋଟି ବିଷୟକୁ ହଟାଇବା ଦରକାର। ସେଇ ବିରିୟାନୀ ଯଦି ଆମେ ଦେଖୁ ବହୁତ ସୁନ୍ଦର ଲାଗେ, କିନ୍ତୁ ସେ ସମସ୍ତ ବିଷୟ ଆମମାନଙ୍କର ଖାଇବାର ଉପଯୋଗୀ ନୁହେଁ। ସେ ମସଲା ବା ସେଇ ମସଲା କାଠି ଏ ସମସ୍ତ ଆମେ ଖାଇ ନଥାଉ ଜଷ୍ଟ ଫର ଆରୋମା। ତାହା ଖାଲି ସୁଗନ୍ଧ ଦେବା ନିମନ୍ତେ, ଟେଷ୍ଟି କରିବା ନିମନ୍ତେ ପକା ଯାଇଥାଏ, ଖାଇବା ନିମନ୍ତେ ନୁହେଁ। ମୁଁ କଣ କହିବା ପାଇଁ ଚାହେଁ ଖ୍ରୀଷ୍ଟରେ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଉପବାସ କାଳ ବା ପ୍ରାର୍ଥନା କାଳରେ ଏଇ ସମସ୍ତ ପରୀକ୍ଷା, ଏଇ ସମସ୍ତ ପ୍ରଲୋଭନ ଆସିଥାଏ। ପରମେଶ୍ୱର ସମସ୍ତ ବିଷୟ ତାଙ୍କୁ ଦେଲେ, କିନ୍ତୁ ସେଇ ବିଷୟରେ ଆଦମ ଆହୁରି ହବା ହାରିଗଲେ, ସେ ପ୍ରଲୋଭିତ ହେଲେ। ଜିହିଜିକଲ 24:15-18 ଯଦି ଆମେ ପଢିବେ, ସେଠାରେ ଦେଖାଯାଏ, ଲେଖାଯାଏ, ହେ ମନୁଷ୍ୟ ପୁତ୍ର, ମୁଁ ଗୋଟିଏ ଆଘାତରେ ତୁମ୍ଭଠାରୁ ତୁମ୍ଭର ଚକ୍ଷୁର ଆନନ୍ଦ ହରଣ କରିବାକୁ ଯାଉଅଛି। ତାର ମାନେ ଚକ୍ଷୁ ଠାରେ ହିଁ, ଚକ୍ଷୁ ଦ୍ୱାରା ହିଁ ଆମମାନେ ଆନନ୍ଦ ପାଇଥାଉ, ଚକ୍ଷୁ ଦ୍ୱାରା ହିଁ ଆମମାନେ ଖୁସି ପାଇଥାଉ। ଯେଉଁ ଆନନ୍ଦ, ଯେଉଁ ଚକ୍ଷୁ ଆମମାନଙ୍କୁ ଆନନ୍ଦ ଦିଏ, ଯେଉଁ ଚକ୍ଷୁ ଆମମାନଙ୍କୁ ସୁସ୍ୱାଦୁ ଖାଦ୍ୟ ଆଡକୁ ଆକର୍ଷିତ କରେ, ତାହା ଆମମାନଙ୍କୁ କଣ ଦେଇଥାଏ? ଜ୍ଞାନ ଦେଇଥାଏ। କିପରି ଜ୍ଞାନ ଦେଇଥାଏ? ଯଦି ଆମମାନେ କେତୋଟି ବାକ୍ୟ ପଢୁ, ସେଟା ଲେଖାଯାଏ କି ତୁମ୍ଭର ସମସ୍ତ ହୃଦୟ ସହିତ ପ୍ରଭୁଙ୍କ ଠାରେ ବିଶ୍ୱାସ କର ଏବଂ ନିଜ ବୁଦ୍ଧି ଉପରେ ନିର୍ଭର କର ନାହିଁ। ତୁମର ସମସ୍ତ ପଥରେ ତାଙ୍କ ନିକଟରେ ସମର୍ପଣ କର ଏବଂ ସେ ତୁମ୍ଭର ପଥ ସରଳ କରିବେ। ଜ୍ଞାନୀ ବୋଲି ଯଦି ଆମେ ବିବେଚନା କରୁ, ତାହେଲେ ଆମେ ଈଶ୍ୱରଙ୍କ ଉପରେ ନିର୍ଭର କରିବା ଦରକାର, ନିଜ ଉପରେ ନୁହେଁ। ଆମମାନଙ୍କର ଦିଗଦର୍ଶନ ପ୍ରଭୁଙ୍କ ଠାରୁ ଆସିଥାଏ, ଆମମାନଙ୍କର ଆତ୍ମସମର୍ପଣ ପ୍ରଭୁଙ୍କ ଠାରେ କରିବା ଦରକାର। ତାହେଲେ ଆମେ କଣ କରିବା କି ଆମମାନେ ଜ୍ଞାନରେ ବର୍ଦ୍ଧିଷ୍ଣୁ ହେବା। କିନ୍ତୁ ମୂର୍ଖତାର ଜ୍ଞାନ, ଭୁଲ କାର୍ଯ୍ୟ କରିବାର ଜ୍ଞାନ ଦ୍ୱାରା ନୁହେଁ। ଏଠାରେ ପରମେଶ୍ୱରଙ୍କର ବାକ୍ୟକୁ ଅମାନ୍ୟ କରିବା ଦ୍ୱାରା ସେମାନେ ପ୍ରଲୋଭିତ ହେଲେ। ଆଉ ଅବଶ୍ୟ ସେମାନେ ଜ୍ଞାନ ପାଇଲେ, କିନ୍ତୁ ସେମାନେ ପରମେଶ୍ୱରଙ୍କ ଠାରୁ ଦୂରକୁ ଚାଲିଗଲେ। ଖ୍ରୀଷ୍ଟରେ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଯେଉଁ ଜ୍ଞାନ କି ଆମମାନଙ୍କୁ ନଷ୍ଟ କରିଥାଏ, ସେଇ ଜ୍ଞାନ ଆମମାନଙ୍କୁ ଦରକାର ନାହିଁ। ଏଇ ଜ୍ଞାନ ଠାରୁ ଆମମାନେ ଯେପରି ଅଲଗା ହୋଇପାରିବା, ସେଥି ନିମନ୍ତେ କେତୋଟି ବାକ୍ୟ ମୁଁ ପଢି ଶେଷ କରିବି, ଯେହେତୁ ଟାଇମ ଇଜ ରନିଂ ଫାଷ୍ଟ। ଆମମାନେ ଗୋଟିଏ ଏକ୍ସାମ୍ପଲ ଦେଖିବା, ଯାହାକି ଯୀଶୁ ଖ୍ରୀଷ୍ଟଙ୍କ ଜୀବନରେ ହୋଇଥିଲା। ଆମେ ଖୋଲିବା ମାଥି ଲିଖିତ ସୁସମାଚାର 4 ଅଧ୍ୟାୟ 3 ପଦ। ସେଟା ଲେଖାଯାଏ, ଆଉ ପରୀକ୍ଷକ ତାଙ୍କ ନିକଟକୁ ଆସି କହିଲା, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ଏହି ପଥର ଗୁଡାକ ରୁଟି ହେବା ପାଇଁ ଆଜ୍ଞା ଦିଅ। ତାପରେ 6 ପଦ, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତେବେ ତଳକୁ ଡେଇଁ ପଡ, କାରଣ ଲେଖା ଅଛି, ସେ ଆପଣା ଦୂତ ମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ, ଆଉ କାଳେ ତୁମ୍ଭ ପାଦ ପଥରରେ ବାଜିବ, ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ।
8 ପଦ ପୁନଶ୍ଚ ଶୟତାନ ତାଙ୍କୁ ଗୋଟିଏ ଅତି ଉଚ୍ଚ ପର୍ବତ ଉପରକୁ ଘେନି ଯାଇ ଜଗତର ସମସ୍ତ ରାଜ୍ୟ ଓ ସେ ସବୁର ଐଶ୍ୱର୍ଯ୍ୟ ଦେଖାଇ କହିଲା, ତୁମ୍ଭେ ଯେବେ ଆମ୍ଭକୁ ଭୂମିଷ୍ଠ ପ୍ରଣାମ କରିବ, ତେବେ ଆମ୍ଭେ ଏଇ ସମସ୍ତ ତୁମ୍ଭକୁ ଦେବା। ଯୀଶୁଖ୍ରୀଷ୍ଟ 40 ଦିନ ଉପବାସ 40 ଦିନ ରାତି ଉପବାସ ପରେ ସେ ଯେତେବେଳେ ମିନିଷ୍ଟ୍ରି ବା ସେବା କାର୍ଯ୍ୟକୁ ଆସୁଅଛନ୍ତି, ସେଇ ସମୟରେ ଶୟତାନ ଆସି ତାଙ୍କୁ ପରୀକ୍ଷା କରୁଅଛନ୍ତି। ତା ପୂର୍ବରୁ ବି ଅନେକ ପରୀକ୍ଷା ରହିଅଛି, କିନ୍ତୁ ସେ ସମସ୍ତ ବିଷୟ ଆମଙ୍କର ଚିନ୍ତାର ବାହାରେ। ସେ ପରୀକ୍ଷକ ଆସି କହୁଅଛନ୍ତି ପ୍ରଥମେ କି ଖାଦ୍ୟ ବିଷୟ, ଫୁଡ ବିଷୟ। ଯେହେତୁ ସେ ଭୋକଲା ଅଛନ୍ତି, ସେ ଉପବାସ ଅଛନ୍ତି, ସେଥି ନିମନ୍ତେ ପ୍ରଥମେ ଖାଦ୍ୟ ଦ୍ୱାରା ତାଙ୍କୁ ପରୀକ୍ଷା କରାଯାଉ, ଖାଦ୍ୟ ଦ୍ୱାରା ତାଙ୍କୁ ପ୍ରଲୋଭନ କରାଯାଏ। କିନ୍ତୁ ଯୀଶୁ ସେଠାରେ ଉତ୍ତର ଦେଉଅଛନ୍ତି, ମନୁଷ୍ୟ କେବଳ ରୁଟିରେ ବଞ୍ଚେ ନାହିଁ, ମାତ୍ର ପରମେଶ୍ୱରଙ୍କର ବାକ୍ୟ ଦ୍ୱାରା ସେ ବଞ୍ଚିଥାଏ। ସେ ପରମେଶ୍ୱରଙ୍କର ବାକ୍ୟକୁ ନେଇ ଶୟତାନକୁ ମୁକାବିଲା କରୁଅଛନ୍ତି, ଶୟତାନର ସମ୍ମୁଖାମୁଖି ହଉଛନ୍ତି। ଆମେ ଯୋଉ ପଢିଲୁ 8 ପଦର 9 ପଦ ପଢୁ, ସରି 10 ପଦ ପଢିବା। ତହିଁରେ ଯୀଶୁ ତାଙ୍କୁ ଉତ୍ତର କହିଲେ, ଦୂର ହ ଶୟତାନ, କାରଣ ଲେଖା ଅଛି, ତୁମେ ପ୍ରଭୁ ଆପଣ ଈଶ୍ୱରଙ୍କୁ ପ୍ରଣାମ କରିବ, ପୁଣି କେବଳ ତାଙ୍କରି ଉପାସନା କରିବ। ସେ ଯୀଶୁଖ୍ରୀଷ୍ଟଙ୍କୁ ଜଗତର ସମସ୍ତ ଐଶ୍ୱର୍ଯ୍ୟକୁ ଦେଖାଇଲେ, ପ୍ରଲୋଭନ ଦେଲେ, ଯଦି ତୁମେ ମତେ ଭୂମିଷ୍ଠ ପ୍ରଣାମ କରିବ। ଖ୍ରୀଷ୍ଟ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଅନ୍ୟ ଜାତିର ଲୋକମାନେ ଅନ୍ୟ ଦେବତାଙ୍କୁ ସେବା କରି ପୂଜା କରି ସେମାନେ ଆଜି ବହୁତ ବଡ ବଡ ପୋଜିସନରେ ଅଛନ୍ତି। ଶୈତାନର ସେବା କାର୍ଯ୍ୟ ଦ୍ୱାରା ଆମମାନେ ପୋଜିସନ ପାଇପାରୁ, କିନ୍ତୁ ଜୀବନ ପାଇନଥାଉ, ଉଦ୍ଧାର ପାଇନଥାଉ। ସେ ଆଖିର ପ୍ରଲୋଭନକୁ ଦେଖାଇଲେ। ତାପରେ ଆଉ କଣ କହୁଛନ୍ତି? 6 ପଦ ଆମେ ପଢିଥିଲୁ, 7 ପଦରେ ଯଦି ପଢୁ, ସେ ପରୀକ୍ଷା କରିବା ନିମନ୍ତେ କହୁଅଛନ୍ତି, କିନ୍ତୁ ଲେଖାଯାଏ କି ତୁମେ ଯଦି ଏଇ ମନ୍ଦିରରୁ ଡେଇଁ ପଡିବ, ତେବେ ପରମେଶ୍ୱର ତୁମକୁ ଦୂତ ପଠାଇବେ। ଗର୍ବିତ, ଆଇ କ୍ୟାନ୍ ଡୁ ଇଟ୍, ମୁଁ ଏହା କରିପାରିବି, ଡେଇଲେ ପ୍ରଭୁ ମତେ ସୁରକ୍ଷା ଦେବେ, ଯାଇ ମୋର ପ୍ରଭୁ ମୋର ସହିତ ଅଛନ୍ତି, ଯାଇକି ଆମେ ଝଗଡା କରିଥାଉ କିମ୍ବା ଅନ୍ୟାନ୍ୟ କୌଣସି କଥା କହିଥାଉ। ଖ୍ରୀଷ୍ଟର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମମାନଙ୍କର ସେ ଯୋଉ ଗର୍ବିତ ଜୀବନ ରହିଅଛି, ସେ ସମସ୍ତ ଆମମାନଙ୍କୁ ଭାଙ୍ଗିବା ଦରକାର। କିପରି ଭାଙ୍ଗିବା ଦରକାର? ଟିକେ ଆମେ ପଦେ ପଢିଦେବା, ତାପରେ ଶେଷ କରିବା। ପ୍ରଥମ ବିଷୟ, ଖାଇବା ବିଷୟରେ ଯଦି ଆମେ ଲାଳସା ହେଇଥାଉ, ତାହେଲେ ଆମେ ପ୍ରଲୋଭିତ ହେଇଥାଉ, ଗର୍ବିତ ମନା ହେଇଥାଉ, ଆଖିର ପ୍ରଲୋଭନରେ ବା ଆଖି ଦ୍ୱାରା ଆମେ ପ୍ରଲୋଭିତ ହୋଇଥାଉ, ଅଭିଳାଷାରେ ପଡିଥାଉ। 6 ଅଧ୍ୟାୟ ମାଥିଉ 6 ଅଧ୍ୟାୟ 1ରୁ ଯଦି ଆମେ ପଢୁଛୁ, କିନ୍ତୁ 2 ପଦ କୁହାଯାଏ ଏପରି, ଏଣୁ ଦାନ କରିବା ସମୟରେ କପଟି ମାନଙ୍କ ପରି ନିଜକୁ ସମ୍ମୁଖରେ ତୁରୀ ବଜାଉ ନାହିଁ, ନିଜ ସମ୍ମୁଖରେ ତୁରୀ ବଜାଉ ନାହିଁ। 5 ପଦରେ କୁହାଯାଏ, ପ୍ରାର୍ଥନା କରିବା ସମୟରେ କପଟି ମାନଙ୍କ ପରି ହୁଅ ନାହିଁ, କାରଣ ସେମାନେ ଲୋକ ଦେଖାଇବା ପାଇଁ ସମାଜ ଗୃହ ଛକ କୋଣରେ ଠିଆ ହୋଇ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି। 16 ପଦରେ ଲେଖାଯାଏ, ଉପବାସ କରିବା ସମୟରେ କପଟି ମାନଙ୍କ ପରି ବିଷର୍ଣ୍ଣ ବଦନ ହୁଅ ନାହିଁ, କାରଣ ସେମାନେ ଉପବାସ କରୁଅଛନ୍ତି ବୋଲି ଲୋକଙ୍କ ସାକ୍ଷାତରେ ଦେଖାଯିବା ନିମନ୍ତେ କରୁଅଛନ୍ତି ବୋଲି, ଆପଣାକୁ ମୁଖ ମଳିନ କରନ୍ତି। ପୁଣି ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ସେମାନେ ଆପଣା ପୁରସ୍କାର ପାଇଅଛନ୍ତି। ଏହି ସମସ୍ତ ପ୍ରଲୋଭନରୁ ଆମମାନଙ୍କୁ ଯଦି ଦୂର ହେବାକୁ ଦରକାର, ତାହେଲେ ପ୍ରଥମ ବିଷୟ ପ୍ରାର୍ଥନା କରିବା ଦରକାର, ଉପବାସ କରିବା ଦରକାର, ଦାନ କରିବା ଦରକାର। ତାହା ଲୋକଙ୍କୁ ଦେଖାଇବା ନିମନ୍ତେ ନୁହେଁ। ତା ତଳ ପଦ ଯଦି ଆପଣ ମାନେ ପଢିବେ, ଲେଖାଯାଏ ପ୍ରାର୍ଥନା ବିଷୟରେ କଣ କୁହାଯାଏ? ତାର 6 ପଦରେ କୁହାଯାଏ, ତୁମ୍ଭେ ପ୍ରାର୍ଥନା କରିବା ସମୟରେ ତୁମ୍ଭର ଗୁପ୍ତ କୋଠରୀରେ ପ୍ରବେଶ କର, ପୁଣି ତୁମ୍ଭର ଦ୍ୱାର ରୁଦ୍ଧ କରି ଗୋପନରେ ଥିବା ତୁମ୍ଭ ପିତାଙ୍କ ଛାମୁରେ ପ୍ରାର୍ଥନା କର।
ଗୁପ୍ତରେ ଯାଇ ପ୍ରାର୍ଥନା କରିବା ଦରକାର, ଛକରେ ନୁହେଁ। ଉପବାସ କରିବା ସମୟରେ ଲେଖାଯାଏ ତାର 17 ପଦରେ, କିନ୍ତୁ ତୁମେ ଉପବାସ କରିବା ସମୟରେ ତୁମ୍ଭ ମସ୍ତକରେ ତୈଳ ଲଗାଅ ଓ ମୁଖ ପ୍ରକ୍ଷାଳନ କର, ଯେପରି ତୁମ୍ଭେ ଉପବାସ କରୁଅଛ ବୋଲି ଲୋକଙ୍କ ସାକ୍ଷାତରେ ଦେଖା ନ ଯାଇ ବରଂ ଗୋପନରେ ଥିବା ତୁମ୍ଭ ପିତାଙ୍କ ସାକ୍ଷାତରେ ଦେଖାଯିବ। ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି ସେ ତୁମ୍ଭକୁ ଫଳ ଦେବେ। এই ଲେଣ୍ଟ ସମୟରେ ଏହା ହଉଛି 3ଟି ସ୍ତମ୍ଭ ବା 3 ପିଲର୍ସ ଅଫ ଦ ଲେଣ୍ଟ। କଣ କଣ? ପ୍ରାର୍ଥନା, ଉପବାସ ଏବଂ ଦାନ। ଦାନ ବିଷୟରେ କଣ କୁହେ? 3 ପଦରେ ଲେଖାଯାଏ 6:3ରେ, କିନ୍ତୁ ତୁମ୍ଭେ ଦାନ କରିବା ସମୟରେ ତୁମ୍ଭର ଦକ୍ଷିଣ ହସ୍ତ କଣ କରୁଅଛି ତାହା ତୁମ୍ଭର ବାମ ହସ୍ତ ନ ଜାଣୁ, ଯେପରି ତୁମ୍ଭର ଦାନ ଗୋପନରେ ହେବ, ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି ସେ ତୁମ୍ଭକୁ ଫଳ ଦେବେ। ହାଉ କିପରି ଆମମାନେ ଦାନ ଦେଉଅଛୁ? ମଣ୍ଡଳୀରେ ଲମ୍ବା ଲିଷ୍ଟ ପଢାଯାଏ ଆମମାନଙ୍କର ଦାନ ବିଷୟରେ। ତାହା କି ପ୍ରଭୁ ଚାହାନ୍ତି ଖ୍ରୀଷ୍ଟରେ ପ୍ରିୟ ପ୍ରଭୁଙ୍କର ଲୋକମାନେ। ଏଇ ଯୋଉ 3ଟି ପିଲର ମୁଁ ଆପଣମାନଙ୍କ ସମ୍ମୁଖରେ ରଖିଲି, ପ୍ରାର୍ଥନା, ଉପବାସ ଏବଂ ଦାନ। এই মহা ଉପବାସ କାଳ ସମୟରେ, ଏଇ ଲେଣ୍ଟ ସମୟରେ ଏଇ 3ଟି ବିଷୟ ପ୍ରାକ୍ଟିସ କରିଥାନ୍ତି ଆମମାନଙ୍କର ଖ୍ରୀଷ୍ଟିଆନ ପରିବାର ମାନ। ଏଇ ପ୍ରଲୋଭନରୁ ଯଦି ଆମେ ଦୂର ହେବାକୁ ଚାହୁଁ ତା ମାନଙ୍କର ଜୀବନରେ ପ୍ରାର୍ଥନା, ଉପବାସ ଏବଂ ଦାନ ରହିବା ଦରକାର। ଖ୍ରୀଷ୍ଟରେ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମମାନଙ୍କର ଜୀବନରେ ଯେଉଁ ମହା ଉପବାସ କାଳ ବା ଦୁଃଖ ଭୋଗର ସମୟ ରହିଅଛି, ଏଇ ଦୁଃଖ ଭୋଗ ପ୍ରଭୁଙ୍କ ନିମନ୍ତେ କରିବା ଦରକାର ନୁହେଁ। ଯେହେତୁ ସେ କହନ୍ତି ମୋ ନିମନ୍ତେ ରୋଦନ କର ନାହିଁ, ମୋ ନିମନ୍ତେ ବିଳାପ କର ନାହିଁ, ତୁମ ନିମନ୍ତେ, ତୁମ ପରିବାର ନିମନ୍ତେ, ତୁମ ସୋସାଇଟି ନିମନ୍ତେ, ତୁମ ବ୍ୟକ୍ତିଗତ ଜୀବନ ନିମନ୍ତେ, ତୁମ ସମାଜ ନିମନ୍ତେ ରୋଦନ କର, ପ୍ରାର୍ଥନା କର, ନିବେଦନ କର। We cannot able to change the purpose of God. ପରମେଶ୍ୱରଙ୍କ ନିମନ୍ତେ ଆମମାନଙ୍କର ପ୍ରାର୍ଥନା କରିବାର କିଛି ବି ଅଧିକାର ନାହିଁ। ଆମମାନଙ୍କ ନିମନ୍ତେ, ଆମମାନଙ୍କର ପରିବାର ନିମନ୍ତେ ଆମମାନଙ୍କୁ ପ୍ରାର୍ଥନା କରିବା, ଉପବାସ କରିବା, ଆଉ ଅନ୍ୟମାନଙ୍କ ନିମନ୍ତେ ଦାନ କରିବା। ଆମମାନଙ୍କର ଉପବାସ ଏଇ ମୋବାଇଲ ଠାରୁ କେବେ କେବେ ଦୂର ହେବା ଦରକାର। ଆମମାନଙ୍କର ଉପବାସ ଯୋଉ ଟିଭି ଠାରୁ ଦୂର ହେବା ଦରକାର। ଫାଷ୍ଟିଂ we should avoid from the TV। ଆମମାନେ ଯେଉଁ ବସିକି ଗପ ମାରିଥାଉ ସେଠାରୁ ବି ଆମମାନଙ୍କର ଉପବାସ କରିବା ଦରକାର। ସମୟକୁ ବାହାର କରିବା ଦରକାର ପ୍ରାର୍ଥନା ନିମନ୍ତେ, ପରମେଶ୍ୱରଙ୍କର ବାକ୍ୟକୁ ଧ୍ୟାନ କରିବା ନିମନ୍ତେ, ପୁଣି ଅନ୍ୟମାନଙ୍କୁ ଦାନ କରିବା ନିମନ୍ତେ। ପ୍ରଭୁ ମାନଙ୍କୁ ଏହି ମହା ଉପବାସ କାଳ ସମୟରେ ବା ଏହି ଋତୁ ସମୟରେ ଏହିପରି ଶିକ୍ଷା ଦିଅନ୍ତୁ, ଯଦ୍ୱାରା ମାନେ ଯେଉଁ ପୁନରୁତ୍ଥାନ ପର୍ବ ନିମନ୍ତେ ଅପେକ୍ଷା କରୁଅଛୁ ତାହା ମାନଙ୍କର ଆତ୍ମିକ ଜୀବନ ଦ୍ୱାରା ମାନେ ପାଳନ କରିପାରିବା। ପ୍ରଭୁ ମାନଙ୍କୁ ଏହି ସମସ୍ତ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ସରି ସାୟଦ ମୁଁ ଟିକେ ସମୟ ନେଇଗଲି। ଆଇ ଏମ୍ ଭେରି ଭେରି ସରି। ଥ୍ୟାଙ୍କ ୟୁ ଅଲ୍। ଓଭର ଟୁ ଲିଡିଂ ମ୍ୟାମ୍ ଚେନା ମ୍ୟାମ୍। Praise the Lord, ଆଜ୍ଞା। ସମୟ ହେଇନି, ଠିକ ଅଛି। ପ୍ରଭୁ ଗୌରବ ପାଆନ୍ତୁ। ଆସନ୍ତୁ ପ୍ରଭୁଙ୍କର ଦାସ ନିମନ୍ତେ ଗୋଟେ ଉଚ୍ଚ କରତାଳି ଦେବା। ଏ ପ୍ରାତଃ ସମୟରେ ଆମମାନଙ୍କୁ ସୁନ୍ଦର ଶିକ୍ଷା ଦେଇ, ପରାମର୍ଶ ଦେଇ ଆମମାନଙ୍କୁ ମନେ ପକେଇ ଦେଇଛନ୍ତି ବାସ୍ତବ ଭାବରେ ସଂସାରରେ ରହିଥିବା ସମସ୍ତ ବିଷୟ ଚକ୍ଷୁ ଦ୍ୱାରା ଆମମାନେ ଆକର୍ଷିତ ହୋଇ ଅନେକ ପାପ କରିଥାଉ। ଆଉ ସେଥିରୁ ପୃଥକ ରହିବା ପାଇଁ ଶେଷରେ ଯୋଉ 3ଟି ପଏଣ୍ଟ କହିଲେ ଯେ ଦାନ, ପ୍ରାର୍ଥନା, ପୁଣି ଉପବାସ, ଏ 3ଟି ବିଷୟ ଆମମାନଙ୍କର ଜୀବନରେ ଆମେ ଯଦି ଅଭ୍ୟାସ କରିବା ତାହେଲେ ନିଶ୍ଚୟ ସମସ୍ତ ପ୍ରକାର ମନ୍ଦ ତାର ପୃଥକ ରହିପାରିବା। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରିବେ। ଅତି ସୁନ୍ଦର ଭାବରେ ପ୍ରାତଃ ସମୟରେ ଆମମାନଙ୍କୁ ଜୀବନ୍ତ ବାକ୍ୟକୁ ପ୍ରକାଶ କରିଅଛନ୍ତି। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ତଦନୁସାରେ ଜୀବନ କାଟିବା ନିମନ୍ତେ ଅନୁଗ୍ରହ ପ୍ରଦାନ କରନ୍ତୁ। ଆମମାନଙ୍କର ଅନୁରୋଧ ରକ୍ଷା କଲେ ପୁଣି ଆମମାନଙ୍କ ମଧ୍ୟକୁ ଆସି ଏ ପ୍ରାତଃ ସମୟରେ, ଏଇ ସମୟ ଦିନମାନଙ୍କରେ ସୁନ୍ଦର ବାକ୍ୟ ଦେଇ ଆମମାନଙ୍କୁ ଉତ୍ସାହିତ କରିଅଛନ୍ତି। ଶିକ୍ଷା, ପରାମର୍ଶ, ଚେତନାର ବାକ୍ୟ, ସେଥିପାଇଁ ପ୍ରଭୁଙ୍କର ମାନ ଆମର ଧନ୍ୟବାଦ ହଉ। ପ୍ରଭୁ ଆପଣଙ୍କୁ ଆହୁରି ଆହୁରି ଏହି ପ୍ରକାର ଅନେକ ସ୍ଥାନରେ ପୁଣି ଆଗାମୀ ଦିନମାନଙ୍କରେ ମଧ୍ୟ ଆମମାନଙ୍କ ମଧ୍ୟକୁ ଆସି ବାକ୍ୟ ଦ୍ୱାରା କଢେଇ ନେବେ, ଏହା ବ୍ୟକ୍ତିଗତ ଭାବରେ ପୁଣି ରିଏଲ ମିନିଷ୍ଟ୍ରି ତରଫରୁ ମୁଁ ଅନୁରୋଧ କରେ। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଥ୍ୟାଙ୍କ ୟୁ। ଆଜ୍ଞା କିଛି